ଆଜି ଶୁଣିବା ଉପନ୍ୟାସ ଅନ୍ଧ ଦିଗନ୍ତ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ 6। ଷଷ୍ଠ ପରିଚ୍ଛେଦ। ଦୁଇଟି ପରିବାର, ଦୁଇଟି ଖାନଦାନ, ଦୁଇଟି ଘର ଏ ଅଞ୍ଚଳରେ ବିଶେଷ ପ୍ରସିଦ୍ଧ। ଗୋଟିଏ କ୍ଷେତରାଜପୁର ବୈରିଶଲ୍ୟଙ୍କ ଚୌପାଢ଼ୀ, ଅନ୍ୟଟି ସୁଲତାନପୁର ଜମିଦାରୀର 16ପଣି ଅଂଶୀଦାର ଦର୍ପନାରାୟଣ ଚୌଧୁରୀଙ୍କର ଇଷ୍ଟେଟ। ଲୋକମୁଖରେ ବୈରିଶଲ୍ୟଙ୍କ ଚୌପାଢ଼ୀ ଉଆସ ଓ ଚୌଧୁରୀଙ୍କ ବାସଭବନ ପ୍ୟାଲେସ ନାମରେ ପରିଚିତ। ବୈରିଶଲ୍ୟ ବଂଶକୁ ସ୍ମରଣ କରାଯାଇଥାଏ ଶ୍ରଦ୍ଧା ଓ ଭକ୍ତିରେ, ମାତ୍ର ସୁଲତାନପୁରର ଚୌଧୁରୀମାନଙ୍କୁ ସ୍ମରଣ କରାଯାଏ ଆତଙ୍କ ଓ ଅଭିଶାପ ସହିତ। ବୈରିଶଲ୍ୟଙ୍କ ଉଆସ 12 ଧୂଳିଆ ଚାଳଘର, 7 ପରସ୍ତ ଖଞ୍ଜା ଓ ତାହାକୁ ଘେରି ଏକ ପ୍ରକାଣ୍ଡ ମାଟି ପାଚେରୀ ଭଗ୍ନାବଶେଷ। ତା ଭିତରେ ବେଣ୍ଟ ପୋଖରୀ ଦଳରେ ଭର୍ତ୍ତି। ମାଜଣା ତୁଠରେ ବନ୍ଧା ପଥର ଖଣ୍ଡମାନ ପାଣି ଭିତରକୁ ପେଟେଇ ପଡ଼ିଲାଣି। ଦାଣ୍ଡପ୍ରସ୍ଥ ଖଞ୍ଜାରେ କଚେରୀ ଘର, ଘୋଡ଼ାଶାଳ ଓ ସଂସ୍କୃତ ଟୋଲ ପ୍ରଭୃତି ଭୁଷୁଡ଼ି ମାଟିରେ ମିଶିଗଲାଣି। ଉଞ୍ଚା ପଥର ବନ୍ଧା ମୂଳଦୁଆମାନଙ୍କରୁ ଏକଦା ସେସବୁର ଅବସ୍ଥିତି ଅନୁମିତ ହୋଇଥାଏ। ପ୍ରତିବର୍ଷ ହାତୀଶାଳ ପରି ପ୍ରକାଣ୍ଡ ଖଞ୍ଜାମାନ ଛାଆଣି କରିବା ସମ୍ଭବ ହୁଏ ନାହିଁ। 12 ଧୂଳିଆ ଚାଳଗଛମାନଙ୍କରୁ ଠାଏ ଠାଏ ଚାଳ ଉଡ଼ିଗଲାଣି। ତଥାପି କାଠଶେଣି ଓ ଉଜୁଡ଼ା ଘରର ରୁଅମାନଙ୍କରୁ କୋଟି କମର କାରିଗରୀ। ଏତେ ବର୍ଷର ପାଣି, ପବନ ଓ ଖରା ଭିତରେ ସୁଦ୍ଧା ଅମ୍ଳାନ ରହିଛି। ଏବେ ସଦର ଦରଜାରେ 8 ଫୁଟ ଉଇର ଉଫୁଲିଆ ଯେଉଁ ଯୋଡ଼ି କବାଟ ହଳକ ଝୁଲୁଛି, ତାହା ଅବଶ୍ୟ ଖୁବ୍ ପ୍ରାଚୀନ ନୁହେଁ। ପୂର୍ବେ ସେଠାରେ ଯୋଡ଼ି କଂସା କବାଟ ଥିଲା, ମାତ୍ର ସିନ୍ଧୁ ବୈରିଶଲ୍ୟଙ୍କ ଅମଳରେ ତାହା ବିକ୍ରି ହୋଇ ସେଠାରେ କାଠ କବାଟ ଲାଗିଛି। ତଥାପି ଏବେ ସୁଦ୍ଧା ଜୋତା ମାଡ଼ି ଦାଣ୍ଡର ପଥର ପାହାଚ ଉପରକୁ ଉଠିବା ପାଇଁ କେହି ଭରସି ନଥାନ୍ତି। ଏ ସମସ୍ତ ଧ୍ୱଂସାବଶେଷ ମଧ୍ୟରେ ଅକ୍ଷତ ଅବସ୍ଥାରେ ଅଛି କେବଳ ଇଷ୍ଟଦେବତା ଗୋପୀନାଥଙ୍କ ମନ୍ଦିର, ତାହାର ସଂଲଗ୍ନ ପ୍ରକାଣ୍ଡ ଚନ୍ଦନ ପୁଷ୍କରିଣୀ ଓ ପୁଷ୍କରିଣୀ ହୁଡ଼ା ଉପରେ ନାଗେଶ୍ୱର ବନ। ଏକଦା ବୈତରଣୀ ଓ ବିରୂପା ନଦୀର ମଧ୍ୟବର୍ତ୍ତୀ ଭୂଭାଗରେ ଓଡ଼ିଶାର ସ୍ୱାଧୀନ ଗଜପତିମାନେ 16ଶ-17ଶ ଶତାବ୍ଦୀ ବେଳକୁ ଉତ୍ତରଆଡ଼ୁ ମୁସଲମାନମାନଙ୍କ ଆକ୍ରମଣ ପ୍ରତିହତ ରଖିବା ପାଇଁ ବହୁ ପାଇକ, ପଲ୍ଲୀ ଓ ଚୌପାଢ଼ୀ ବସାଇଥିଲେ। ଚୌପାଢ଼ୀର ଅଧିକାରୀମାନେ ଶହ ଶହ ବାଟି ନିଷ୍କର ବୃତ୍ତି ଭୋଗ କରୁଥିଲେ। ଏ ନିଷ୍କର ବୃତ୍ତିମାନେ ଅନ୍ୟ ସମରକୁଶୀଳ ଖଣ୍ଡାୟତ ଓ ପାଇକମାନଙ୍କ ମଧ୍ୟରେ ପଦବୀ ଓ ଯୋଗ୍ୟତା ଅନୁସାରେ ବଣ୍ଟିତ ହୋଇଥିଲା। ବହିରାକ୍ରମଣ ପ୍ରତିରୋଧ କରିବା ପାଇଁ ଅଥବା ଶତ୍ରୁରାଜ୍ୟ ଆକ୍ରମଣ ପାଇଁ ସୈନ୍ୟବାହିନୀ ଆବଶ୍ୟକ ପଡ଼ିଲେ ଏହି ଖଣ୍ଡାୟତ ପାଇକମାନେ ମଲ୍ଲକଚ୍ଛା ଭିଡ଼ି ବାହାରି ପଡ଼ୁଥିଲେ। ଏହିମାନେ ଓଡ଼ିଶାର ସୁପ୍ରସିଦ୍ଧ କୃଷକ ବାହିନୀ। ଏବେ ସୁଦ୍ଧା ପ୍ରତିବର୍ଷ ଦଶହରା ଦିନ ଏମାନଙ୍କ ଘରେ ଘରେ ଖଣ୍ଡା, ବର୍ଚ୍ଛା, ଢାଲ, ବାଘନଖ ଓ କୁନ୍ତ ପ୍ରଭୃତି ଅସ୍ତ୍ରଶସ୍ତ୍ର ଷୋଡ଼ଶ ଉପଚାର ପୂଜିତ ହୁଏ। ଜଣେ ଜଣେ ରଣକୌଶଳୀ ସାମନ୍ତ ଏ ଚୌପାଢ଼ୀମାନଙ୍କର ଅଧିକାରୀ ପଦରେ ପ୍ରତିଷ୍ଠିତ ଥିଲେ। କ୍ଷେତରାଜପୁର ବୈରିଶଲ୍ୟ, ଦାମୋଦରପୁରର ସୁନ୍ଦରାୟ, ମତ୍ତଗଜପୁରର ବେଲାରସେନ ଅର୍ଥାତ୍ ବଳିୟାର ସିଂ ପ୍ରଭୃତିଙ୍କ ଚୌପାଢ଼ୀ ବିରୂପାର ଉତ୍ତର ଓ ଦକ୍ଷିଣ କୂଳରେ କେତେଗୋଟି ପ୍ରସିଦ୍ଧ ଚୌପାଢ଼ୀ। ଅନ୍ୟ ଚୌପାଢ଼ୀମାନ କାଳରେ ଆଘାତରେ କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲେଣି। କେବଳ କ୍ଷେତରାଜପୁର ଚୌପାଢ଼ୀ ଇତିହାସର ବହୁ ଦନ୍ତାଘାତର କ୍ଷତଚିହ୍ନ ଧରି କୌଣସିମତେ ତଥାପି ମୁହଁମାଡ଼ି ପଡ଼ି ରହିଅଛି। ବର୍ଣ୍ଣିତ କାଳକୁ ଅର୍ଜୁନ ବୈରିଶଲ୍ୟ କ୍ଷେତରାଜପୁର ଚୌପାଢ଼ୀର ଅଧିକାରୀ ଥିଲେ, ମାତ୍ର ତାଙ୍କ ଅମଳକୁ ଏହି ପ୍ରସିଦ୍ଧ ଚୌପାଢ଼ୀରେ ସୂର୍ଯ୍ୟାସ୍ତର ଶେଷ ଝଲକ ସୁଦ୍ଧା ନିରନ୍ତର ଅନ୍ଧକାର ମଧ୍ୟରେ ଅବଲୁପ୍ତ ହୋଇସାରିଥିଲା। କ୍ଷେତରାଜପୁର ଚୌପାଢ଼ୀର ପତନ ଆରମ୍ଭ ହୋଇଥିଲା ଆନୁମାନିକ ଗୋଟିଏ ଶତାବ୍ଦୀ ପୂର୍ବେ। ସେତେବେଳେ ଖୋର୍ଦ୍ଧାର ପାଇକ ମେଳି ବ୍ରିଟିଶ ରାଜଶକ୍ତିକୁ ଓଡ଼ିଶାରୁ ଉତ୍ପାଟିତ କରିବା ପାଇଁ ଏକ ସ୍ୱାଧୀନ ସମରର ଆକାର ଧାରଣ କରିଥିଲା। ନିଷ୍କର ବୃତ୍ତିଭୋଗୀ ଖଣ୍ଡାୟତ ଜାଗିରଦାରମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଓ ସୁବିଧା ଉପରେ ବ୍ରିଟିଶ ରାଜଶକ୍ତି କୁଠାରଘାତ କରି ଏକ ନୂତନ ନ୍ୟସ୍ତସ୍ୱାର୍ଥ ଜମିଦାର ଗୋଷ୍ଠୀ ସୃଷ୍ଟି କଲାବେଳେ ଯେଉଁ ବିକ୍ଷୋଭ ଓ ବିପର୍ଯ୍ୟୟ ପ୍ରକାଶ ପାଇଥିଲା,
ତାହାରି ପ୍ରେରଣାରେ ଖଣ୍ଡାୟତ ଜାଗିଦାରମାନେ ପ୍ରଥମେ ଅବଶ୍ୟ ଯୁଦ୍ଧର ଋଣ ସିଂହା ଫୁଙ୍କିଥିଲେ। ମାତ୍ର କ୍ରମେ ସେଥିରେ ଜନସାଧାରଣଙ୍କ ମଧ୍ୟରେ ଅର୍ଥନୈତିକ ଅସନ୍ତୋଷ ପ୍ରତିଫଳିତ ହୋଇ ତାହାକୁ ଏକ ଜାତୀୟ ସଂଗ୍ରାମରେ ପରିଣତ କରିଥିଲା। କିନ୍ତୁ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସମର କହିଲେ ଅତ୍ୟୁକ୍ତି ହେବ ନାହିଁ। 1918 ସାଲରେ ମଝାମଝି ବେଳକୁ ଖୋର୍ଦ୍ଧା, ବାଣପୁର ଓ ଘୁମୁସର ପ୍ରଭୃତି ମେଳିର ପ୍ରଧାନ କେନ୍ଦ୍ରମାନଙ୍କରେ ପାଇକମାନେ କ୍ଳାନ୍ତ ଦୁର୍ବଳ ହୋଇ ଆସିଥିଲେ। ତେଣୁ କଟକ ଆଡ଼ୁ ଇଂରେଜମାନଙ୍କୁ ଆକ୍ରମଣ କରି ଇଂରେଜ ପକ୍ଷକୁ ଦୁଇଆଡ଼ୁ ଚିପି ଦେବା ପାଇଁ ମେଳିଆ ସେନାପତିମାନେ ଏକ ମସୁଧା କରିଥିଲେ। କୁହୁଡ଼ିର ଅନନ୍ତ ଅରିମର୍ତ୍ତନ ଭୁଜଙ୍ଗ ମତ୍ତଗଜ ଚମ୍ପତି ରାୟ କ୍ଷେତରାଜପୁର ଚୌପାଢ଼ୀର ତତ୍କାଳୀନ ଅଧିକାରୀ ନରେନ୍ଦ୍ର ଗର୍ବଗଞ୍ଜନ ବୈରିଶଲ୍ୟଙ୍କ ସମ୍ବନ୍ଧୀ ଥିଲେ। ଇଂରେଜମାନେ କୁହୁଡ଼ିରେ ନିଜ ଅଧିକାର ପ୍ରତିଷ୍ଠିତ କରିବା ପୂର୍ବରୁ ଅନନ୍ତ ଅରିମର୍ତ୍ତନ କୌଣସି ଉପାୟରେ କୁଜଙ୍ଗର ଷଣ୍ଢରାଜଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି କଟକ ଉପରେ ଆକ୍ରମଣ ପରିଚାଳନା କରିବା ପାଇଁ କୁହୁଡ଼ି ଛାଡ଼ି କ୍ଷେତରାଜପୁର ପଳାଇ ଆସିଥିଲେ। ଇଂରେଜ ସରକାର ପ୍ରତି ପ୍ରଧାନ ରାସ୍ତାର ଘାଟି ଛକମାନଙ୍କରେ ପୁଲିସ ଚୌକି ବସାଇଥିବାରୁ ମେଳିଆମାନଙ୍କ ପକ୍ଷରେ ସ୍ଥଳପଥ ସେତେବେଳେ ନିରାପଦ ନଥିଲା। ତେଣୁ ଇନ୍ଦ୍ରପୁରଠାରୁ ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ଯାଇ ସେଠାରୁ ଧାମରା ମୁହାଣ ବାଟେ ସମୁଦ୍ର କୂଳେ ଷଣ୍ଢକୁଦରେ ପହଞ୍ଚିବା ପାଇଁ ଅନନ୍ତ ଅରିମର୍ତ୍ତନ ଓ ନରେନ୍ଦ୍ର ଗର୍ବଗଞ୍ଜନ ପ୍ରମୁଖ ସୁଚିନ୍ତିତ ଯୋଜନା କରିଥିଲେ। ମାତ୍ର ଅନନ୍ତ ଅରିମର୍ତ୍ତନ କ୍ଷେତରାଜପୁର ଚୌପାଢ଼ୀରେ ପହଞ୍ଚିବା ପରେ ପରେ ସରକାରୀ ପକ୍ଷ ସେ ସମ୍ବାଦ ପାଇ ଚୌପାଢ଼ୀ ଘେରାଉ କରି ଅନନ୍ତ ଅରିମର୍ତ୍ତନ, ନରେନ୍ଦ୍ର ଗର୍ବଗଞ୍ଜନ, ତାଙ୍କ ସାନ ଭାଇ ଯଦୁମଣି ମେଦିନୀ ରାୟ ଓ ଚୌପାଢ଼ୀର ଯେତେକ ବୟସ୍କ ପୁରୁଷ ଥିଲେ ସମସ୍ତଙ୍କୁ କଟକ ଜେଲକୁ ଚାଲାଣ କରିଥିଲେ। ଏହାପରେ ଅନନ୍ତ ଅରିମର୍ତ୍ତନ ରାଜଦ୍ରୋହ ଓ ମେଳି ଅପରାଧରେ ଯାବଜ୍ଜୀବନ କାରାଦଣ୍ଡ ଆଦେଶ ପାଇ କଲିକତାର ଆଲିପୁର ଜେଲକୁ ପ୍ରେରିତ ହେଲେ। ନରେନ୍ଦ୍ର ଗର୍ବଗଞ୍ଜନ ମେଳିଆମାନଙ୍କୁ ଆଶ୍ରୟ ଦେଇଥିବା ଅପରାଧରେ ଓଡ଼ିଶା ପ୍ରଦେଶରୁ 3 ବର୍ଷ ପାଇଁ ଅସ୍ଥାୟୀ ଭାବରେ ବହିଷ୍କୃତ ହୋଇଥିଲେ। ଏହାପରେ ନରେନ୍ଦ୍ର ଗୈରିକ ଗ୍ରହଣ କରି ହଳଦ୍ୱାରଠାରେ ରହିଲେ। ଦଣ୍ଡାଦେଶର ନିର୍ଦ୍ଦିଷ୍ଟ କାଳ ଉତ୍ତୀର୍ଣ୍ଣ ହେଲା ପରେ ସୁଦ୍ଧା ସେ ଆଉ ଫେରିଲେ ନାହିଁ। ଅସ୍ଥାୟୀ ବହିଷ୍କାର ଆଦେଶ ସଙ୍ଗେ ସଙ୍ଗେ ଚୌପାଢ଼ୀର 100 ପାଇକାରୀ ନିଷ୍କାର ଜାଗିରି ସରକାର ବାଜ୍ୟାପ୍ତ କରିନେଇଥିଲେ। ଏ ବିରାଟ ଭୂସମ୍ପତ୍ତି ବାଜ୍ୟାପ୍ତ ହେବା ପରେ ବୈରିଶଲ୍ୟଙ୍କର ମୋଟେ 15 ଦେବୋତ୍ତର ଭୂସମ୍ପତ୍ତି ରହିଥିଲା। ସେଥିରେ ପୁଣି 3 ଅଂଶୀଦାର। କୁଳଦେବତା ଗୋପୀନାଥଙ୍କର ଦେବୋତ୍ତର ସମ୍ପତ୍ତି ରୂପେ ବର୍ଷକ 365 ଦିନ ସେବା ପାଇଁ ନୀତି ପାଇଁ ଏ ଜମି ଖଞ୍ଜା ଥିଲା। ଆବହମାନ କାଳରୁ ବୈରିଶଲ୍ୟ ବଂଶର ଜ୍ୟେଷ୍ଠ ଅଂଶ ଗୋପୀନାଥଙ୍କର ମହାଫିସ୍ ରୂପେ ଏହି ସମ୍ପତ୍ତିର ପରିଚାଳନା କରିଥାନ୍ତି। ଅବଶେଷରେ ସେହି ଦେବୋତ୍ତର ଭୂମି ବୈରିଶଲ୍ୟ ଚୌପାଢ଼ୀର ଏକମାତ୍ର ନିର୍ଭରଯୋଗ୍ୟ ଅବଲମ୍ବନ ହୋଇ ରହିଲା। ନରେନ୍ଦ୍ର ଗର୍ବଗଞ୍ଜନ ବୈରିଶଲ୍ୟଙ୍କଠାରୁ ଅର୍ଜୁନ ଗର୍ବଗଞ୍ଜନ ବୈରିଶଲ୍ୟ ମଧ୍ୟରେ 4 ପୁରୁଷର ବ୍ୟବଧାନ। ମାତ୍ର ସେହି ବ୍ୟବଧାନ ସୌଭାଗ୍ୟର ପ୍ରତିଲୋମରେ ସୁଦୂର। ଅର୍ଜୁନ ଗର୍ବଗଞ୍ଜନ ବୈରିଶଲ୍ୟଙ୍କ ଅମଳକୁ ବୈରିଶଲ୍ୟ ଉପାଧି ପରିଣତ ହୋଇଥିଲା। ବରଶାଳ ଅପେକ୍ଷାକୃତ ଅଧିକ ଅଶିକ୍ଷିତମାନଙ୍କ ଉଚ୍ଚାରଣରେ ବିଶ୍ୱାଳ ସାଙ୍ଗିଆରେ। କେତେ ବର୍ଷ ତଳେ ଥରେ କୌଣସି ଏକ ସରକାରୀ ଫାରମରେ ଜଣେ କର୍ମଚାରୀ ଅର୍ଜୁନ ଗର୍ବଗଞ୍ଜନ ବୈରିଶଲ୍ୟଙ୍କ ନାମକୁ କାଟିକୁଟି ଅର୍ଜୁନ ବିଶ୍ୱାଳ ନାମ ଲେଖିଦେଇଥିବାରୁ ଅର୍ଜୁନ ତା ଗାଲରେ ଏକ ବ୍ରହ୍ମ ଚାପୁଡ଼ାଟିଏ ମାରିଥିଲେ। ସେହି ମକଦ୍ଦମା ଲଢ଼ିବାରେ କେତେ ମାଣ ଜମି ବିକ୍ରି କରି ଅବଶେଷରେ ବୈରିଶଲ୍ୟ ଅବଶ୍ୟ ଡିଗ୍ରୀ ପାଇଥିଲେ। ପୂର୍ବ ଏବଂ ଉପସ୍ଥିତ ବୈରିଶଲ୍ୟମାନଙ୍କର ଆପୁ, ଗଞ୍ଜେଇ, ମାଲି ମକଦ୍ଦମା, ଜେମାମାନଙ୍କ ବିବାହ, ଚେନାମଣିମାନଙ୍କର ବ୍ରତ, ଅତିଥି ସତ୍କାର, ଗୋପୀନାଥ ଜୀଉଙ୍କର ଦୋଳ ଓ ରାହାସ, ପୁଣି ସୁଲତାନପୁର ଇଷ୍ଟେଟର ନାନା ଦେଣା ପରିଶୋଧ ଓ ନିଲାମରେ କ୍ଷେତରାଜପୁର ଚୌପାଢ଼ୀ ବିଶାଳ ଭୂସମ୍ପତ୍ତି ସହିତ ଦେବୋତ୍ତର ସମ୍ପତ୍ତିର ବହୁ ଅଂଶ ମଧ୍ୟ ନିଶ୍ଚିହ୍ନ ଯାଇଥିଲା। 3 ଜେମାମଣିଙ୍କର ବିବାହରେ ବହୁ ସମ୍ପତ୍ତି ବିକ୍ରି ହୋଇଯାଇଥିଲା। କନିଷ୍ଠ ଜେମା ଗୌରୀରାଣୀଙ୍କର ମଙ୍ଗଳ କୃତ୍ୟ ବହୁ ପୂର୍ବରୁ ବଢ଼ନ୍ତାଣି। ମାତ୍ର ତାହାର ବିବାହର ଆଉ କୌଣସି ଆଶା ବା ସମ୍ଭାବନା ଆଉ ଏବେ ନାହିଁ। କେତେ ବର୍ଷ ତଳେ ଗୋବର୍ଦ୍ଧନପୁରର ସୁନ୍ଦରାଙ୍କ ଘରେ ମହାପ୍ରସାଦ ନିର୍ବନ୍ଧ ଓ ସ୍ୱୀକାର ଫେରା ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇଥିଲା।
ସୁନ୍ଦରାଙ୍କ ଜ୍ୟେଷ୍ଠ ପୁତ୍ର ବାନାମ୍ବର ସୁନ୍ଦରା କେବଳ ଏକ ପ୍ରତିଷ୍ଠିତ ଖାନଦାନ ବଂଶର ଦାୟିତ୍ୱ ନୁହନ୍ତି, ସେ କଟକ ଇଂରାଜୀ ଅଫିସର ମାମଲା କର୍ମରେ ନିଯୁକ୍ତ ଥିଲେ। ତେଣୁ ସୁନାବାସନ ସଜ ଓ 100 ଭରି ସୁନା ଗହଣା ଯୌତୁକ ପାଇଁ କଥା ଛିଣ୍ଡିଥିଲା। ଅର୍ଜୁନ ବୈରିଶଲ୍ୟ କନ୍ୟା ବିଦାୟ ବେଳେ ସମସ୍ତ ଅଳଙ୍କାର ଓ ଚଉଠି ବେଳକୁ ସୁନାବାସନ ସଜ ଦେବେ ବୋଲି କଥା କରି ରହିଥିଲେ। ମାତ୍ର କନ୍ୟା ମଙ୍ଗୁଳା ଶେଷ ହେବା ପରେ ବରପକ୍ଷ ବେଦୀ ଉପରେ ଅଳଙ୍କାର ତାଲିକା ସହିତ ପ୍ରତ୍ୟେକ ଅଳଙ୍କାର ଓଜନ ଓ ପରଖ କରିବା ପାଇଁ 2 ଜଣ ବଣିଆଙ୍କୁ ଧରି ଅଳଙ୍କାର ଆଣିବା ପାଇଁ ଡକା ପଠାଇଲେ। ସେତେବେଳକୁ ଦେବୀକର୍ମ ଗୌରୀ ବେଦୀ ଉପରେ ଗୋଟିଏ ସ୍ଥାଣମୂର୍ତ୍ତି ପରି ମୁଣ୍ଡ ନୁଆଁଇ ଭଣ୍ଡାରୁଣୀ ଉପରେ ଦେହଭରା ରଖି ବସିଥିଲା। ଅଳଙ୍କାର ଓଜନ ଶେଷ ନ ହେବା ପର୍ଯ୍ୟନ୍ତ ବର ବେଦୀ ଉପରକୁ ଆସିବ ନାହିଁ। ବରପକ୍ଷର ତାହା ହିଁ ଥିଲା ଚରମ ପତ୍ର। ଅର୍ଜୁନ ପ୍ରଥମେ ଏ ଅସମ୍ମାନଜନକ ପ୍ରସ୍ତାବ ଶୁଣି ଘୋର ଉତ୍କ୍ଷିପ୍ତ ହୋଇ ଦୋଅକ୍ଷରୀ ଓ ବ୍ୟାକରଣ ବହିର୍ଭୂତ ଗାଳିମାନ ଭାବି ସମ୍ବନ୍ଧୀ ସୁନ୍ଦରାଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରି ସେମାନେ ଖଣ୍ଡାୟତ ମହାନାୟକ ନୁହନ୍ତି, କଷଟି କଷା ବଣିଆ ଓ ସେମାନଙ୍କ ଘରେ ପ୍ରସ୍ତାବ ପକାଇଥିବାରୁ ଦେଉଳପାଞ୍ଜିଆ ଶ୍ରୀକଣ୍ଠ ମହାନ୍ତି ଉପରେ ଅଶ୍ରାବ୍ୟ ଗାଳିବର୍ଷଣ ଆରମ୍ଭ କରିଦେଇଥିଲେ। ବରପକ୍ଷଙ୍କୁ ବାଡ଼େଇ ଚୌପାଢ଼ିରୁ ତଡ଼ିବା ପାଇଁ ବେଳେବେଳେ ଅସତର୍କ ମୁହୂର୍ତ୍ତରେ ସେ ମଧ୍ୟ ନିଷ୍ଫଳ ଆଦେଶ ଜାରି କରି ଦେଉଥିଲେ। ଆଉ ବେଳେବେଳେ ଆଣ୍ଠୁ ଉପରୁ ଫରିଖଣ୍ଡା ପଟକ କାଢ଼ି ତାଙ୍କ ହାତରେ ଦେଲେ କିଏ ସଚ୍ଚା ଖଣ୍ଡାୟତ ତାହାର ପରୀକ୍ଷା ଦେବେ ବୋଲି ହୁଙ୍କାର ଛାଡ଼ୁଥିଲେ। ଅର୍ଜୁନ ବୈରିଶଲ୍ୟ ପ୍ରଚଣ୍ଡ କ୍ରୋଧୀ ଲୋକ। ଥରେ ମୁଣ୍ଡକୁ ରାଗ ଚଢ଼ିଲେ ତାଙ୍କୁ ଶାନ୍ତ କରିବା ଏକା ଗୌରୀ ଛଡ଼ା ଆଉ କାହାରି ପକ୍ଷରେ ସମ୍ଭବ ନଥିଲା। ତାଙ୍କୁ ତେଣୁ ଶାନ୍ତ କରାଇ ଗହଣା କାଢ଼ି ବେଦୀ ଉପରକୁ ଆଣୁ ଆଣୁ ବିଳମ୍ବ ହେଉଥିଲା। ଗୌରୀ ହଠାତ୍ ମୁଣ୍ଡରୁ ଓଢ଼ଣା କାଢ଼ି ଫିଙ୍ଗିଦେଇ ବେକରୁ କନ୍ୟା ବରଣର ଫୁଲମାଳ ଛିଣ୍ଡାଇ ବେଦୀ ଉପରୁ ଝଡ଼ି ପଡ଼ି ଉଠି ଆସିଲେ। ଅର୍ଜୁନଙ୍କ ସ୍ତ୍ରୀ ବଞ୍ଚିଥିଲେ ହୁଏତ ଗୌରୀକୁ ସେତେବେଳେ ସଂଯତ କରିବା ସମ୍ଭବ ହୋଇଥାନ୍ତା। ମାତ୍ର ଗୌରୀର ଜନନୀ ଜୀବିତ ନଥିଲେ। ବିବାହ ଉପଲକ୍ଷରେ ଯେଉଁ ଆତ୍ମୀୟମାନେ ଆସିଥିଲେ ସେମାନେ କେହି ଗୌରୀକୁ ସଂଯତ କରିବା ତ ଦୂରର କଥା, ତାହାର ପାଖ ମାଡ଼ିବା ସମ୍ଭବ ନଥିଲା। ଗୌରୀ ବେଦୀ ଉପରକୁ ଉଠି ଆସିବା ପରେ ବରପକ୍ଷଙ୍କ ଉପରେ ଏପରି ନିର୍ଘାତ ପ୍ରହାର ଆରମ୍ଭ ହୋଇଗଲା ଯେ ସେମାନେ କେଉଁଆଡ଼େ ପଳାଇବେ ବାଟ ଖୋଜି ପାଇଲେ ନାହିଁ। ସେହିଦିନୁ ଗୌରୀ ବରପୂର୍ବା ହୋଇ ଘରେ ବସିଛି। ଖାନଦାନ ଉଣା ଗୌରମାନଙ୍କରୁ ଗୌରୀ ମଙ୍ଗୁଳା କନ୍ୟା ହୋଇଥିବା ସତ୍ତ୍ୱେ କେତେ ପ୍ରସ୍ତାବ ଆସିଛି, ମାତ୍ର ବିବାହ ନ ହେବାର ଗୌରୀର ସିଦ୍ଧାନ୍ତ ବଦଳି ନାହିଁ। ତାହାର ବୟସ ମଧ୍ୟ 25 ଟପିଲାଣି। ନିରାଭରଣା ବ୍ରହ୍ମଚାରିଣୀ ଗୌରୀକୁ ଦେଖିଲେ ଅର୍ଜୁନଙ୍କ ଆଖି ଦୁଇଟା ବେଳେବେଳେ ଲୁହରେ ଛଳଛଳ ହୋଇଆସେ। ପରଲୋକ କଥା ସ୍ତ୍ରୀଙ୍କ ସ୍ମୃତି ଲୋକତ୍ୱରେ ସେ ଉଚ୍ଛ୍ୱାସ ଆହୁରି ଉଦ୍ବେଳିତ କରିଦିଏ। ସେ ବଞ୍ଚିଥିଲେ ଗୌରୀ ଆଜି ହୁଏତ ଅଭିଆଡ଼ୀ ହୋଇ ବାପଘରେ ସଢ଼ୁନଥାନ୍ତା। ମାତ୍ର ପର ମୁହୂର୍ତ୍ତରେ ଗୌରୀକୁ ଚାହିଁ ଅର୍ଜୁନ ସେସବୁ ଅନୁଶୋଚନା ଭୁଲିଯାଆନ୍ତି। ଦୀର୍ଘାଙ୍ଗୀ ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣା ଶାଣିତ ତରବାରୀ ପରି ଗୌରୀର ଚେହେରାରେ ଅର୍ଜୁନ ବୈରିଶଲ୍ୟ ଯେପରି ନିଜ ଐତିହ୍ୟ ଅଭିମାନରେ ପ୍ରତିଫଳନ ଦେଖି ମୁହୂର୍ତ୍ତଙ୍କ ପାଇଁ ଉଦ୍ବୁଦ୍ଧ ହୋଇ ଉଠନ୍ତି। ଅର୍ଜୁନଙ୍କ ଜେଜେମା ସିନ୍ଧୁ ବୈରିଶଲ୍ୟ ଧର୍ମପତ୍ନୀ ବୈଦେହୀ ଯିଏ 25 ବର୍ଷ ବୟସରେ ସତୀ ହୋଇଥିଲେ, ତାଙ୍କର ଚେହେରା କାଳେ ଅବିକଳ ଗୌରୀର ଚେହେରା ପରି। ସେମିତି ଓଲଟ ପଦ୍ମପାଖୁଡ଼ା ପରି ଆୟତ ଆଖି, ସେମିତି ଭ୍ରୁଲତା, ସେମିତି ପୂରିଲା ଓଠ, ଅଣ୍ଟା ପର୍ଯ୍ୟନ୍ତ ଲମ୍ବି ଆସିଥିବା ସେମିତି କୁଞ୍ଚି କୁଞ୍ଚିଆ ମୁଣ୍ଡବାଳ। ଦୁଇ ଝିଅଙ୍କ ତଳେ ଅର୍ଜୁନଙ୍କର ଏକମାତ୍ର ପୁତ୍ର ଗୋବିନ୍ଦ ବୈରିଶଲ୍ୟ ସହରରେ ମାଟ୍ରିକୁଲେସନ ପର୍ଯ୍ୟନ୍ତ ପଢ଼ି ଶିକ୍ଷା ସମାପ୍ତ କରିଥିଲେ। ତାଙ୍କର ମଙ୍ଗଳକୃତ୍ୟ ପାଇଁ ବହୁ ଘରୁ ବହୁ ପ୍ରସ୍ତାବ, ଯୌତୁକର ବହୁ ଲୋଭନୀୟ ତାଲିକା ମଧ୍ୟ ଆସିଛି। ମାତ୍ର ବିବାହ ନ କରିବା ପାଇଁ ସେ ମଧ୍ୟ ଅଡ଼ି ବସିଛନ୍ତି। ଗୋବିନ୍ଦ ଅର୍ଦ୍ଧ ଉନ୍ମାଦ। ପିନ୍ଧାରେ ସବୁବେଳେ ଖଣ୍ଡେ ଗେରୁଆ ଫାଲଟା, ସୁସ୍ପୃଷ୍ଟ 6 ଫୁଟ ଉଚ୍ଚ ସୁଗୌର ଚେହେରା, ମୁଣ୍ଡର ବାଉରି ବାଳ କାନ୍ଧ ଉପରକୁ ଲମ୍ବି ଆସିଛି। ଗଞ୍ଜେଇ ନିଶାରେ ଆଖି ଦୁଇଟି ସବୁବେଳେ ଲାଲ, ଅର୍ଦ୍ଧ ନିର୍ମିଳିତ। ଘରେ କ୍ୱଚିତ୍ ସେ ରହିଥାନ୍ତି। ତାଙ୍କର ଆସ୍ଥାନ ମହିଦାସ ମଠ। ସେଠାରେ ଦଳେ ପାଣଙ୍କୁ ସଙ୍ଗରେ ଧରି ଅଧିକାଂଶ ସମୟ ସେ ଅତିବାହିତ କରିଥାନ୍ତି। ଦିନରେ ଥରେ ଅଧେ ସେ ଘରକୁ ଆସି ପୁଣି ସେହି ମଠକୁ ଫେରିଯାଇଥାନ୍ତି। ବହୁ ବର୍ଷ ପୂର୍ବେ କେବେ କ୍ଷେତରାଜପୁର ଚୌପାଢ଼ିର ଉତ୍ତର ମୁଣ୍ଡରେ ବିରୂପା ବନ୍ଧ ଭାଙ୍ଗିଥିଲା। ସେହିଦିନଠାରୁ ପଶ୍ଚିମରେ ସିଦ୍ଧପୁର ଓ ପୂର୍ବରେ ଗୋଡ଼ିବାଣପୁର ଦୀର୍ଘ ପ୍ରସ୍ତରେ ପ୍ରାୟ 5 ବର୍ଗମାଇଲ ଅଞ୍ଚଳ ଏକ ବିସ୍ତୀର୍ଣ୍ଣ ବାଲିଚର ପରିଣତ ହୋଇଥିଲା। ଏସବୁ ଏକଦା କ୍ଷେତରାଜପୁର ଚୌପାଢ଼ିର ପାଇକାରୀ ସତ୍ତ୍ୱ ଥିଲା।
ମାତ୍ର ବହୁ ବର୍ଷରୁ ସୁଲତାନପୁରର ଚୌଧୁରୀ ଇଷ୍ଟେଟ୍ ଏହାକୁ ନିଲାମ ଧରିଛନ୍ତି। ବାଲିଚର ଧୀରେ ଧୀରେ ସଫା କରି ଆବାଦ କରିବା ପାଇଁ ସୁଲତାନପୁର ଇଷ୍ଟେଟ୍ କେତେକ ପ୍ରଜାଙ୍କୁ ଆଣି ସେଠାରେ ବସବାସ କରାଇ ରଖିଛନ୍ତି। ଏହି ବାଲିକୁଦ ଗୋଟିଏ ଅଂଶ ଘଞ୍ଚ ଅରଖ ଓ ବେଣାବୁଦା ଭୂଇଁବର କୋଳି ଓ କଣ୍ଟେଇ ପ୍ରଭୃତି ଗୁଳ୍ମରେ ପୂର୍ଣ୍ଣ। କିନ୍ତୁ ଏହାରି ମଧ୍ୟରେ ପ୍ରାୟ ଶତାଧିକ ଲଙ୍କା ଆମ୍ବ ଝାଉଁ ଗଛ। କେବେ କାଳେ କ୍ଷେତରାଜପୁର ଚୌପାଢ଼ୀର କେହି ସଂସାର ବିତୃଷ୍ଣ ବୈରିଶଲ୍ୟ ଏଠାରେ ଏକ ମଠ ସ୍ଥାପନ କରି ସେଠାରେ ନିଜ ଗୁରୁଙ୍କ ସହିତ ରହୁଥିଲେ। ମଠ କହିଲେ ଏହାର କୌଣସି ସ୍ଥାବର ବା ଅସ୍ଥାବର ସମ୍ପତ୍ତି ନାହିଁ। ଚାଳଘରର ଗୋଟିଏ ନିଛାଟିଆ ଖଞ୍ଜା, ତାହା ପୁଣି ଅକ୍ଷତ ଅବସ୍ଥାରେ ନାହିଁ। ଖଞ୍ଜାର ବାହାରେ ପଟରେ ଖଣ୍ଡେ ଆଡ଼ଚଳିଆ ଘର, ସେଥିରେ ପୂର୍ବେ ଅଖଣ୍ଡ ଧୂନି ଜଳୁଥିଲା। ଲୋକମୁଖରେ ଏହି ମଠଟି ଲୋହିଦାସ ମଠ ନାମରେ ପରିଚିତ। ବିରୂପାର ପ୍ରବଳ ବନ୍ୟା ହେଲେ ବନ୍ୟା ପାଣି ମେଲା ଘାଇମୁହଁ ବାଟେ ଉପୁଛି ଆସିଛି। ବାଲିକୁଦାଟା ପାଣିରେ ବୁଡ଼ାଇ ଦେଲେ ହେଁ ମଠଦାଣ୍ଡର ପାହାଚକୁ ଲାଗେ ନାହିଁ। ସେଥିପାଇଁ ଏ ମଠ ପ୍ରତି ଏକ ରହସ୍ୟ ବିଜଡ଼ିତ ଭକ୍ତି ଓ ବିଶ୍ୱାସ ଲୋକସାଧାରଣରେ ପ୍ରଚାରିତ ହୋଇଥିଲା। ମଠର ପ୍ରତିଷ୍ଠାତା ଗୁରୁଙ୍କ ସହିତ ରହି ଏଠି ମଠର କାଳେ କାୟ ସାଧନ କରୁଥିଲେ। ସେଠାରେ ଅସ୍ପୃଶ୍ୟ ଭେଦ ନଥିଲା। ଲୋହିଦାସ ଥିଲେ ଅବଧୂତ ପନ୍ଥୀ। ମଠରେ ନିତ୍ୟ ମାଂସ ଭୋଗ ଲାଗୁଥିଲା। ଖଜୁରୀ ତାଡ଼ିର ବିକାର ନଥିଲା। ମଠର କେତେଜଣ ଅସ୍ପୃଶ୍ୟ ସମାଜର ଯୁବତୀ ଶିଷ୍ୟା ଥିଲେ। ଲୋହିଦାସ କାଳେ ଭୈରବୀ ଚକ୍ରରେ ଶିଷ୍ୟମାନଙ୍କୁ କୋଳରେ ବସାଇ ପଞ୍ଚମକାରର ପୂର୍ଣ୍ଣ ପ୍ରୟୋଗର ସାଧନା କରୁଥିଲେ। ସେହିଦିନୁ ଲୋହିଦାସଙ୍କର ଏକ ଗୃହ୍ୟ ଶିଷ୍ୟ ସମାଜ ଏ ଅଞ୍ଚଳରେ ମଧ୍ୟ ଅଛନ୍ତି। ସେମାନେ ଜାତିଭେଦ ମାନନ୍ତି ନାହିଁ, ଖାଦ୍ୟ ଅଖାଦ୍ୟ ବୁଝନ୍ତି ନାହିଁ, କର୍ମ ଅକର୍ମ ଜାଣନ୍ତି ନାହିଁ। ସେମାନଙ୍କର ଦୀକ୍ଷା ଅବଧୂତି। ଲୋହିଦାସଙ୍କ ସମ୍ପର୍କରେ ବହୁ କାହାଣୀ କିମ୍ବଦନ୍ତୀ ତଥାପି ଏ ଅଞ୍ଚଳରେ ବହୁ ପ୍ରଚଳିତ। ଲୋହିଦାସ କାଳେ ନିଜ ମୂତ୍ରରେ ଶିବଲିଙ୍ଗ ଅର୍ଚ୍ଚନା କରୁଥିଲେ। ପ୍ରାଣାଧାମ ସନ୍ଧାନରେ ମାଟି ଉପରୁ 10 ହାତ ଉପରକୁ ଉଡ଼ି ପାରୁଥିଲେ। ଶରୀର ଭେଦ ସାଧନା ବଳରେ ଶବଦେହରେ ପଶି ତାକୁ ଜୀବନ୍ୟାସ ଦେଇପାରୁଥିଲେ ଇତ୍ୟାଦି। ଲୋହିଦାସଙ୍କର ଯେଉଁ ପୋଥିମାନ ଏ ଅଞ୍ଚଳରେ ତାଙ୍କର କେହି କେହି ଶିଷ୍ୟ ଲୁଚାଇ ରଖିଛନ୍ତି, ସେଥିରେ କାଳେ କୁହାଯାଇଛି ସବୁ ଦୁଃଖ ବନ୍ଧନ ମୂଳରେ ଅଛି ମଣିଷ ମନର ବିକାର। ପାପ ପୁଣ୍ୟ, ସ୍ୱର୍ଗ ନର୍କ, ଆତ୍ମା ପରମାତ୍ମା, ମୋକ୍ଷ ବନ୍ଧନ, ଏସବୁ ମଣିଷ ମନର ସୃଷ୍ଟି। ମଣିଷ ନିଜକୁ ବାନ୍ଧି ରଖିବା ପାଇଁ ଏପରି ବିକାରର ବହୁ ବନ୍ଧନ ସୃଷ୍ଟି କରିଥାଏ। ଏ ବନ୍ଧନରୁ ମୁକ୍ତି ହୋଇପାରିଲେ ଯାଇ ଯଥାର୍ଥ ମୁକ୍ତି ମିଳିବ। କେବଳ ନିରାମିଷ ହବିଷ୍ୟାନ୍ନ ଖାଇଲେ ଯଦି ମୁକ୍ତି ମିଳିବ, ତାହେଲେ ଛେଳି ଓ ଗାଈମାନେ ମୁକ୍ତିର ଏକମାତ୍ର ଅଧିକାରୀ। ବ୍ରହ୍ମଚର୍ଯ୍ୟ ଯଦି ମୁକ୍ତି, ତାହେଲେ ଖାସୁ ହୋଇଥିବା ବଳଦମାନେ ମୁକ୍ତିର ଶ୍ରେଷ୍ଠ ସାଧକ। ନାମ ଜପିବା ଯଦି ମୁକ୍ତି, ତାହେଲେ ଶୁଆସାରୀ ପକ୍ଷୀମାନେ ତ ମୁକ୍ତିର ଏକମାତ୍ର ଅଧିକାରୀ। ନଖ ଦାଢ଼ି ବଢ଼ାଇଲେ ଯଦି ମୋକ୍ଷ ମିଳେ, ତାହେଲେ ଭାଲୁମାନେ ତ କେବେଠାରୁ ମୋକ୍ଷର ଅଧିକାରୀ ହେଲେଣି। ଏପରି ନାନା କଥା। କିନ୍ତୁ କ୍ରମେ ଏହି ମଠଟି ଲୋକରେ ଘୋର ନିନ୍ଦିତ ହୋଇପଡ଼ିବାରୁ ଲୋହିଦାସ ମଠ ଛାଡ଼ି ଦିନେ ଶିଷ୍ୟମାନଙ୍କ ସହିତ ସେଠାରେ ବେମାଲୁମ ଉଭାନ ହୋଇଯାଇଥିଲେ। ଏବେ ସେଠାରେ ପୂର୍ବପରି ଆଧ୍ୟାତ୍ମିକ ଚର୍ଚ୍ଚା, ପିଣ୍ଡ ସାଧନା ପରି ଗୃହ ସାଧନାମାନ ହୁଏ କି ନାହିଁ ଜଣା ନାହିଁ। ମାତ୍ର ସୁଲତାନପୁର ଇଷ୍ଟେଟରେ ଯେତେବେଳେ ଗଣ୍ଡଗୋଳ ଓ ପ୍ରଜାମେଳି ହୁଏ, ତା ପଛରେ ଏହି ମଠର ପ୍ରତ୍ୟକ୍ଷ ସମ୍ପର୍କ ଥିବା ସମସ୍ତେ ଜାଣନ୍ତି। ସିଦ୍ଧପୁର ସତୀଦାହରୁ ମାଛ ମାରିବା ବେଳେ ଇଷ୍ଟେଟର ଲାଠିଆଳ, ଜାଲିଆ ଓ ପ୍ରଜାମାନଙ୍କ ମଧ୍ୟରେ ଯେଉଁ ସଂଘର୍ଷ ହୋଇଥିଲା ଓ ଉଭୟ ପକ୍ଷରୁ ଅନେକେ ଖଣ୍ଡିଆ ଖାବୁଡ଼ା ହୋଇଥିଲେ, ତା ପଛରେ ମଧ୍ୟ ଥିଲା ଏହି ମଠର ସ୍ପଷ୍ଟ ଯୋଜନା ଓ ପ୍ରେରଣା। ସେଥିପାଇଁ ଏ ଅଞ୍ଚଳ ସୁଲତାନପୁର ଇଷ୍ଟେଟର ସତ୍ତ୍ୱାଧୀନ ହେବା ପରେ ମଠଟିକୁ ଭାଙ୍ଗି ଦେଇ ମାଟିରେ ମିଶାଇ ଦେବା ପାଇଁ ଜମିଦାରଙ୍କ ପକ୍ଷରୁ ବହୁ ଚେଷ୍ଟା ହୋଇଥିଲେ ହେଁ ଗୋବିନ୍ଦଙ୍କ ଅନୁଚର ଜୟନ୍ତପୁରିଆ ପାଣମାନଙ୍କ ଭୟରେ ଏ ମଠର ସୀମା ମାଡ଼ିବା ପାଇଁ ଦୁର୍ଦ୍ଧର୍ଷ ଲାଠିଆଳମାନେ ସୁଦ୍ଧା ସାହସ କରିପାରନ୍ତି ନାହିଁ। ଜୟନ୍ତପୁରିଆ ପାଣମାନେ ଏ ଅଞ୍ଚଳରେ ଏକ ଆତଙ୍କ। ମାତ୍ର ସେମାନଙ୍କୁ ପାଣ ବୋଲି କହିଦେଲେ ଅକ୍ଷତ ଦେହରେ ଏମାନଙ୍କ ହାବୁଡ଼ରୁ ରକ୍ଷା ପାଇବା ସମ୍ଭବ ନଥିଲା। ଏମାନେ ନିଜକୁ ଏକ ଅଭିଜାତ୍ୟ ଗୋଷ୍ଠୀରେ ସାମିଲ କରି ବାଉରୀ, ଚମାର, କଣ୍ଡରା ପ୍ରଭୃତି ଅନ୍ୟ ଜାତିଙ୍କ ମାନଙ୍କ ହାତରୁ ଜଳ ସୁଦ୍ଧା ସ୍ପର୍ଶ କରନ୍ତି ନାହିଁ।
ଏମାନଙ୍କ ଇତିହାସ ଅନୁସାରେ ମହାଭାରତ ଯୁଗରେ ଯେଉଁ ଖନିକାର ବିଦୁରଙ୍କ ଅନୁରୋଧରେ ପଞ୍ଚ ପାଣ୍ଡବ କୌରବମାନଙ୍କୁ ଯତୁଶାଳାରୁ ଉଦ୍ଧାର କରିବା ପାଇଁ ଗୁପ୍ତ ସୁଡ଼ଙ୍ଗ ଖୋଳିଥିଲେ, ସେହି ମହାତ୍ମା ଏମାନଙ୍କ ପୂର୍ବପୁରୁଷ। ସ୍ୱୟଂ ବ୍ରହ୍ମା ତାଙ୍କୁ ସୁଡ଼ଙ୍ଗ ଖୋଳିବା ପାଇଁ ଯେଉଁ ଲକ୍ଷଣା ସିନ୍ଧି କାଠି ଦେଇଥିଲେ, ତାହା ଏମାନଙ୍କର କୌଳିକ ଅସ୍ତ୍ର ଓ ସିନ୍ଧି କାଟିବା ଏମାନଙ୍କର କୌଳିକ ବ୍ୟବସାୟ। ଛୋଟକାଟିଆ ଚୋରି ପ୍ରତି ଏମାନେ ପ୍ରଚଣ୍ଡ ଘୃଣା ଓ ତାତ୍ସଲ୍ୟ ପ୍ରକାଶ କରିଥାନ୍ତି। ଧନୀ ଥିଲାବାଲାମାନଙ୍କ ଘରୁ ସିନ୍ଧି କାଟି ଲୁଟି ନ କଲେ, ଆବଶ୍ୟକ ପଡ଼ିଲେ ଚୋଟେ ନ ହାଣିଲେ ଏମାନେ ନିଜ ବଂଶ ମର୍ଯ୍ୟାଦାର ଅସମ୍ମାନ ହେଲା ବୋଲି ଭାବିଥାନ୍ତି। ଜେଲଖାନାକୁ ଯିବା ଆସିବା ଏମାନଙ୍କ ମଧ୍ୟରେ ନିତ୍ୟ ଲାଗିଥାଏ। ସାନ ସାନ୍ତ ଅର୍ଥାତ୍ ଗୋବିନ୍ଦଙ୍କ ଠାରୁ ପଦେ ଇସାରା ପାଇଲେ ବଡ଼ ବଡ଼ ଜମିଦାରଙ୍କ ଅନ୍ତଃପୁରରୁ କୁଳବଧୂମାନଙ୍କର ଚୁଟି କାଟି ଆଣିଦେବା ଏମାନଙ୍କ ପକ୍ଷରେ ଅସମ୍ଭବ ନଥିଲା। ଗୋବିନ୍ଦ ବୈରିଶଲ୍ୟଙ୍କ ଏହା ପୀଠ ଓ କର୍ମକେନ୍ଦ୍ର। ଭକ୍ତ ଓ ଅନୁଚର ରୂପେ ଏଠାରେ ସବୁବେଳେ ଛାଇ ପରି ତାଙ୍କ ଗହଣରେ ଦଳେ ଜଅନ୍ତପୁରିଆ ପାଣ ରହିଥାନ୍ତି। ମଠର ବ୍ୟୟ ନିର୍ବାହ ପାଇଁ କେଉଁଠୁ ଧାନ ଚାଉଳ, ଦୁଧ, ଦହି, ଗଞ୍ଜେଇ, ତାଳି ପ୍ରଭୃତି ଉପଚାର ଆସେ, ତାହା ଅବଶ୍ୟ ଏକ ଅସମାଧିତ ସମସ୍ୟା। ମଠ ପାଇଁ ଚଉପାଢ଼ୀ ଜମି ବୃତ୍ତି ଖଞ୍ଜିଥିବା ଅନେକ ଅନୁମାନ କରିଥାନ୍ତି। ଶହ ଶହ ଲୋକେ ପତ୍ର ପକାଇ ଏଠାରେ ଯେପରି ଭୁରି ଭୋଜନ କରିଥାନ୍ତି, ସୁଲତାନପୁର ଇଷ୍ଟେଟ୍ ଦର୍ପନାରାୟଣ ଚୌଧୁରୀଙ୍କର ଉଆସରେ ସୁଦ୍ଧା ତାହା କଳ୍ପନାତୀତ। ଜ୍ୟେଷ୍ଠ ମାସର ଅପରାହ୍ନ ଅସରାଏ ଅନୁଭୂତି ଆଣ୍ଠୁଆଣି ବର୍ଷା ଓ ଝଡ଼ ଉପରେ ସବୁଆଡ଼େ ସ୍ନିଗ୍ଧ ଶୀତଳ ଲାଗୁଥିଲା। ଚଉପାଢ଼ୀ ଦାଣ୍ଡରେ ନଡ଼ିଆ ଗଛ ବାହୁଙ୍ଗାରେ ପତ୍ର ଗହଳିର ଶୀତୁଳିଆ ପବନ ବହୁଥିଲା। ଅଳ୍ପ ପୂର୍ବେ ମାର ମାର ଓଲଟେଇ ମାର, କଚେ ପୁଅ ବାର, 14-15ରେ ପ-ବାର-13 ପ୍ରଭୃତି ରଡ଼ିରେ ଚଉପାଢ଼ୀର ନିଶୁତି ଦାଣ୍ଡ ପ୍ରକମ୍ପିତ ହେଉଥିଲା। ଅର୍ଜୁନ ବୈରିଶଲ୍ୟ ବିପକ୍ଷର ଗୋଟି ମାରିବା ବେଳେ ପଶାଖେଳ ଚାରିପଟେ ଜମିଥିବା ଦେଖଣାହାରୀ ପାରିଷଦ ମଣ୍ଡଳୀ ଯେପରି ହର୍ଷଧ୍ୱନି ଓ କୋଳାହଳ କରି ଉଠୁଥିଲେ, କ୍ଷେତରାଜପୁର ଚଉପାଢ଼ୀର ଗୌରବୋଜ୍ଜ୍ୱଳ ଦିନମାନଙ୍କରେ ମୁସଲମାନ ବା ମରହଟ୍ଟା ଫୌଜମାନଙ୍କୁ ପ୍ରତିହତ ଓ ପରାଜିତ କରିବାର ସୁଦ୍ଧା ଚଉପାଢ଼ୀ ଦାଣ୍ଡରେ ଯେପରି ଆନନ୍ଦଫୁଲ୍ଲ କୋଳାହଳ ସମ୍ଭବତଃ କେବେ ଶୁଣା ନଥିଲା। ମାତ୍ର ଏବେ ସବୁ ହଠାତ୍ ନୀରବ ହୋଇ ଯାଇଥିଲା। ଯେଉଁ ଦେଖଣାହାରୀ ତୋଷାମଦକାରୀମାନେ ଚିଲ, ମହୁକା ଅଥବା ବାଟିଏ ଚା ପାଇଁ ଖେଳ ଚାରିପଟେ ଜମି ବସିଥିଲେ, ସେମାନେ ଅବସ୍ଥା ସୁବିଧାଜନକ ନୁହେଁ ବୁଝି ବିଦାୟ ନେଇ ସାରିଥିଲେ। ଗୋଟାଏ ପଶାପାଲି ଓଲଟା ହୋଇ ବିପର୍ଯ୍ୟସ୍ତ ଭାବରେ ଠେଲି ହୋଇ ପଡ଼ିଥିଲା। ପଶାକାଠି ଓ ସାର ସବୁ ଏଣେ ତେଣେ ବିଞ୍ଚି ପଡ଼ିଥିଲା। ଦେଉଳ କରଣ, ଶ୍ରୀକଣ୍ଠ ମହାନ୍ତି, ଟୋଲ ପଣ୍ଡିତ ନରହରି ଶତପଥୀ କିଛି ଦୂରରେ ଏଣିକି ତେଣିକି ଚାହିଁ ନୀରବରେ ବସିଥିଲେ। ଅର୍ଜୁନ ବୈରିଶଲ୍ୟ କାଶି କାଶି ଲହରିଆ କାଶରେ ଅଥୟ ହୋଇ ପିଠି ବଙ୍କାଇ ତଳକୁ ମୁଣ୍ଡ ମାରି କାଶ ବନ୍ଦ କରିବା ପାଇଁ ଚେଷ୍ଟା କରୁଥିଲେ। କାଶିଲା ବେଳେ ତାଙ୍କର ଶୀର୍ଣ୍ଣ ଦେହ ଧନୁ ପରି ବାଙ୍କି ଯାଉଥିଲା। ପିଠିରେ ପଞ୍ଜରା ହାଡ଼ ସବୁ ଉପରକୁ ଉଠି ଦିଶୁଥିଲା। ବୈରିଶଲ୍ୟ ହଠାତ୍ ରାଗିଗଲେ। ଏପରି କାଶି କାଶି ଅଥୟ ହୋଇ ପଡ଼ିଥାନ୍ତି। ନରହରି ଶତପଥୀ ଟିପାଏ ନାଶ ଦୁଇ ନାକପୁଡ଼ାରେ ଭର୍ତ୍ତି କରି କେତେଥର ଛିଙ୍କି ଉଠିଲେ। ପାଣି ପିଇଲେ ଅର୍ଜୁନଙ୍କର କାଶଟା ଥମିଯାଏ। ଶ୍ରୀକଣ୍ଠ ଗିଲାସେ ପାଣି ଆଣିବା ପାଇଁ ବାଜିଆ ନାମ ଧରି ଦୁଇଥର ଡାକିଲେ। ଅର୍ଜୁନଙ୍କ କାଶ ସାମାନ୍ୟ ବନ୍ଦ ହୋଇ ଆସିଥିଲା। ସେ ଅଣନିଃଶ୍ୱାସୀ ହୋଇ ବାଜିଆ ଉଦ୍ଦେଶ୍ୟରେ କହିଲେ, ସେ ଶଳାର ସକାଳ ପହର ଦେଖା ନାହିଁ। ଆସୁ ଆଜି ଶଳା। ଏଣେ ନଡ଼ିଆ ଗଛରେ ବାନ୍ଧି ଶଳାର ପିଠିରୁ ଚମନ ଉତାରିଲେ ମୋ ନାଁ ଅର୍ଜୁନ ବୈରିଶଲ୍ୟ ନୁହେଁ, ଶଳା ନିମକହାରାମ, ହାରାମଜାଦା, ଚୋର। ଅର୍ଜୁନ ବୈରିଶଲ୍ୟ ଯେପରି ଉତ୍କ୍ଷିପ୍ତ ହୋଇ ଉଠିଥିଲେ, ସେଥିରେ ପୁଣି କାଶର ଲହର ଉଠିବା ଆଶଙ୍କାରେ ଶ୍ରୀକଣ୍ଠ କହିଲେ, ଛାମୁ, ଶାନ୍ତ ହୁଅନ୍ତୁ। ବୁଲାଟାଏ କେଉଁଠି ମୁଠି ଧରି ସେବା କରୁଥିବ, ଆଉ ଟିକେ ବେଳକୁ ଆସିଯିବ। ଅର୍ଜୁନ ରାଗରେ କହିଲେ, ଶଳାର 14 ପୁରୁଷ ଆମର ଜାଗିର ଖାଇ ଆସିଛନ୍ତି, ଆମ ଖଟଣି ଛାଡ଼ି ଶଳା ମୁଠି ଧରି ବୁଲୁଛି, ଏଡ଼େ ଦିମାଗ। ଶ୍ରୀକଣ୍ଠ ଦାର୍ଶନିକ ସୁଲଭ ଅନାସକ୍ତିରେ କହିଲେ, ଆଜ୍ଞା, ବେଳକାଳ ତ ସେମିତି ପଡ଼ିଛି। ତାପରେ ନରହରି ଶତପଥୀଙ୍କୁ ଡାକିଲେ, ଶତପଥୀଏ, ଯାହା ହେବାର ହେଲା। ପଶାଖେଳରେ ଏମିତି କେତେ କଥା କଟାକଟି ହୋଇଥାଏ। ତୁମେ ଯାଅ ଦାମ ସାବରାଙ୍କୁ ଡାକି ଆଣ। ତୁମେ ଡାକିଲେ ସେ ନିଶ୍ଚୟ ଆସିବେ। ଆଉ ବାଜିଏ ବସିଯିବା, କହିବ ସାଆନ୍ତେ ଡାକୁଛନ୍ତି। ଅର୍ଜୁନ ପୁଣି ଉତ୍କ୍ଷିପ୍ତ ପରି ବାଘୁଆ ବହଳ ନିଶ ଉପରେ ବାଁ ହାତ ମୁଠା ଘଷି ଦେଇ କହିଲେ, ନା, ସେ ଛୋଟ ଲୋକ ଦାମ ସାବରାର ଛାଇ ସୁଦ୍ଧା ଯେପରି ଏ ଚଉପାଢ଼ୀରେ ଆଉ ନ ପଡ଼େ। ବାପ ଥିଲା ସୁଲତାନପୁର ଚୌଧୁରୀ ଘରେ ପିଆଦା, ହାଲକୁ ସମ୍ପତ୍ତି କଲା ବୋଲି ବୈରିଶଲ୍ୟ ବଂଶର ନାଁ ଧରି କଥା କହିବ, ଏଡ଼େ ଦିମାଗ।
ଅଳ୍ପ ସମୟ ପୂର୍ବେ ଏକପଣ ହୋଇ ଖେଳୁଥିବା ବୈରିଶଲ୍ୟ ଓ ଦାସ ଶାବରାଙ୍କ ମଧ୍ୟରେ ସାର ଚଳାଇଲା ବେଳେ ତୁମୁଳ କଳହ ଲାଗିଯାଇଥିଲା। ଶାବରା ଅର୍ଜୁନଙ୍କର ସମବୟସ୍କ। ଏକଦା ସେମାନେ ବୈରିଶଲ୍ୟ ପାଇକାଳି ପ୍ରଜା ଥିଲେ ହେଁ ସମ୍ପ୍ରତି ସେମାନଙ୍କ ଅବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଥିଲା। ପୁଣି ଅର୍ଜୁନ ବୈରିଶଲ୍ୟଙ୍କର ଯେଉଁ କେତେଜଣ ଅନ୍ତରଙ୍ଗ ବନ୍ଧୁ ଥିଲେ, ଦାମ ସାହେବରାୟ ସେମାନଙ୍କ ମଧ୍ୟରେ ଜଣେ। ଶାବରା ନଥିଲେ ଅର୍ଜୁନ ପଶାପାଲି ପାଖରେ ବସନ୍ତେ ନାହିଁ। ପଶା ଖେଳରେ ବାଜି ହାରିଗଲେ କିନ୍ତୁ ଅର୍ଜୁନଙ୍କ ମୁଣ୍ଡକୁ ଯଦି ଚଢ଼ିଯାଏ, ଉତ୍କ୍ଷିପ୍ତ ପରି ଚିତ୍କାର କରି ସେତେବେଳେ ସେ ଯେପରି ସାର ଚଳାନ୍ତି, ସେଥିରେ ବାରମ୍ବାର ହାରିବା ହିଁ ସୁନିଶ୍ଚିତ ହୋଇପଡ଼େ। ସେତେବେଳେ ତାଙ୍କ ହାତରୁ ଛଡ଼ାଇ ଆଣି ଅନ୍ୟ କେହି ସାର ଚଳାଇଲେ ଅଥବା ପରାମର୍ଶ ଦେଲେ ଅର୍ଜୁନ ବୈରିଶଲ୍ୟ ନିତାନ୍ତ ଅଶ୍ରାବ୍ୟ ଭାଷାରେ ଗାଳି ବର୍ଷଣ କରନ୍ତି। ହାରନ୍ତୁ ବା ଜିଣନ୍ତୁ, ଯେପରି ସାର ଚଳାଇବା ପାଇଁ ଜିଦ୍ ଧରିଥାନ୍ତି, ସେହିପରି ସେ ଚଳାନ୍ତି। ଏଥିପାଇଁ ପଶା ଖେଳରେ ଦାମ ଶାବରା ଓ ତାଙ୍କ ମଧ୍ୟରେ ପ୍ରାୟ କଳହ ଲାଗିଥାଏ। ତଥାପି ଶାବରାଙ୍କୁ ଭାଗୁଆଳି କରି ନ ବସାଇଲେ ଅର୍ଜୁନଙ୍କ ପଶା ଖେଳ ଜମେ ନାହିଁ। ଆଜି କିନ୍ତୁ କଳହଟା ଉତ୍କଟ ଆକାର ଧାରଣ କରିଥିଲା। ଲାଗ ଲାଗ ଦୁଇ ବାଜି ହାରିବା ପରେ ଅର୍ଜୁନ ଖାବୁଡ଼ା ବାଘ ପରି ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଅର୍ଜୁନଙ୍କ ସାର ଚଳାଇବାରେ ନାନା ଭୁଲ ତ୍ରୁଟି ହେତୁ ପୁଣି ସେ ଗଳା ଫିଟାଇ ପଶା କାଠି ସବୁ ନାନା ଭଙ୍ଗୀରେ ହଲାଇ ଯେତେ ଦାନ ଡାକିଲେ ସୁଦ୍ଧା ଠିକ୍ ଦାନ ପଡ଼ୁନଥିବା ହେତୁ ଶାବରା ମଧ୍ୟ ଅର୍ଜୁନଙ୍କ ଉପରେ ମନେ ମନେ ଉତ୍କ୍ଷିପ୍ତ ହୋଇ ଉଠିଥିଲେ। ତୃତୀୟ ବାଜି ଖେଳିବା ବେଳେ ଶାବରାଙ୍କ 17 ଦାନ ପଡ଼ିଲା। ଏହି ଦାନ ପାଇଁ ଶାବରା ବହୁ ଅପେକ୍ଷା କରିଥିଲେ। ଏଥିରେ ବିପକ୍ଷର ଗୋଟିଏ ସାର ଅବଶ୍ୟ ମରୁଥିଲା। ଅଳ୍ପ ପୂର୍ବେ ଏହି ଦାନର ବିପକ୍ଷର ସାରଟି ମାରିଥିଲେ ଖେଳ ଭିନ୍ନଗତି ଧରିଥାନ୍ତା। ମାତ୍ର ଏବେ ସେ ସାରଟି ମାରି କଞ୍ଚା କରିଦେଲେ। ତାହା ବିପକ୍ଷ ପାଇଁ ଏକ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିବା ସୁନିଶ୍ଚିତ ଥିଲା। ତେଣୁ ଶାବରା ସାରଟି ନ ମାରି ଦାନ ଚଳାଇ ଯାଉଥିଲେ। ମାତ୍ର ଅର୍ଜୁନ ତାଙ୍କ ହାତରୁ ସାର ଛଡ଼ାଇ ଆଣି ମାର ମାର ଓଲଟାଇ ମାର ବୋଲି ଚିତ୍କାର କରି ବିପକ୍ଷର ନେଳି ସାରଟିକୁ ଯେପରି ଫିଙ୍ଗି କଚାଡ଼ି ଦେଲେ, ଅତୀତର ପୂର୍ବ ବୈରିଶଲ୍ୟମାନେ ମୁସଲମାନ ବା ମରହଟ୍ଟା ସିପାହୀମାନଙ୍କର କଟାମୁଣ୍ଡକୁ ସୁଦ୍ଧା ସେପରି ଫିଙ୍ଗି ନଥିବେ। ଶାବରା ଅର୍ଜୁନ ବୈରିଶଲ୍ୟଙ୍କର ଏ ପ୍ରକାର ଅବାଞ୍ଛିତ ହସ୍ତକ୍ଷେପରେ ନିଜର ସମସ୍ତ ଚାଲ ପଣ୍ଡ ହୋଇଯାଉଥିବାର ଦେଖି ସାରଟି ପୁଣି ଉଠାଇ ଆଣି ପାଲି ଉପରେ ଯଥାସ୍ଥାନରେ ରଖୁଥିଲେ। ଅର୍ଜୁନ ଆଉ ଥରେ ତାହାକୁ ଫିଙ୍ଗି ଦେଇ କହିଲେ, କେଉଁ ଦିହକରେ ସାଳ ଚଳାଇଥିଲ କେବେ ହେ ଶାବରା? ତାଙ୍କ ନେଳି ସାରଟା 6 ପୁଅରେ ମରୁଛି, ତୁମେ ନ ମାରି ସାର ଚଳାଇ ଯାଉଛ। ମାତ୍ର ଦ୍ୱିପକ୍ଷରେ ଯେଉଁ ସାରଟି ମାରିବା ପାଇଁ ଅର୍ଜୁନ ଏପରି ଉତ୍ତେଜିତ ହୋଇପଡ଼ିଥିଲେ, ତାହା ଗୋଟିଏ କଞ୍ଚା ସାର ମାତ୍ର। ସେ ସାରଟି ମରି ପୁଣି ପାଲି ଉପରକୁ ଆସିଲେ ଅର୍ଜୁନଙ୍କ ପାଚିଲା ସାର ବିପନ୍ନ ହୋଇପଡ଼ନ୍ତା। କିନ୍ତୁ ପଶା ଖେଳର ଉତ୍ତେଜନା ମୁଣ୍ଡକୁ ଚଢ଼ିଲେ ଅର୍ଜୁନ ଲାଭ କ୍ଷତି ହାରଜିତ୍ର ସବୁ ବିଚାର ବିବେଚନା ଭୁଲିଯାଆନ୍ତି। ତାଙ୍କ ପକ୍ଷରେ ଉତ୍ତେଜନାଟା ମୁଖ୍ୟ, ଖେଳିବାଟା ଗୌଣ। ଏକ ପକ୍ଷରେ ବୈରିଶଲ୍ୟଙ୍କ ଆପାତ ନିର୍ବୋଧତା ଓ ଅପର ପକ୍ଷରେ ଶାବରାଙ୍କ ବଂଶ ପ୍ରତି ଉଦ୍ଧତ ଆକ୍ଷେପରେ ଶାବରା ଉତ୍କ୍ଷିପ୍ତ ହୋଇ ଚିତ୍କାର କରି ଉଠିଲେ, ହୋ ହୋ ବୈରିଶଲ୍ୟ, ଦିହକ ନା କ'ଣ ଧରିଲ? ଶାବରା ବଂଶକୁ ତୁମେ ଜାଣିନଥିଲ, ତୁମ ଗୋସେଇ ବାପ ଜାଣିଥିବେ। କୀଚକ ବାହୁବେଳେ ବିରାଟ ରାଜା ହେବା ପରେ ଏହି ଶାବରାମାନେ ତମମାନ ଇଜ୍ଜତ ବଞ୍ଚେଇ ରଖି ଆସିଥିଲେ, ସେ କଥା ପାସୋରି ଗଲା କି? ଚୌପାଢ଼ୀର ସମ୍ମାନିତ ଅଧିକାରୀ ବୈରିଶଲ୍ୟଙ୍କର ଗୋସେଇ ବାପ ନାଁ ତାଙ୍କ ସାମ୍ନାରେ କେହି ତୁଣ୍ଡରେ ଧରିବେ, ଏହା ତାଙ୍କର କଳ୍ପନାତୀତ ଥିଲା। କାଳିସୀ ଲାଗିଲା ପରି ଅର୍ଜୁନ ତଳୁ ଉଠିପଡ଼ି ଧନୁ ପରି ଶୀର୍ଣ୍ଣ ବଙ୍କା ଦେହଟିକୁ ସିଧା କରି ନିଷ୍ପର୍ବ ଆଖି ଦୁଇଟାରେ ନିହାର ପୁଲକି ଉଡ଼ାଇ ପାଟି କରି ଉଠିଲେ, କ'ଣ ଏଡ଼େ କଥା? ସୁଲତାନପୁର ଜମିଦାର ଘରେ ବାପ ପିଆଦିଗିରି କରି 2 ପଇସା ତଣ୍ଡି ଭଣ୍ଡି ରୋଜଗାର କରି ସଞ୍ଚିଥିବାରୁ ଯେଡ଼େ ବଡ଼ ନୁହଁ ସେଡ଼େ ବଡ଼ କଥା କହିଯାଉଛ ହେ ଶାବରା? ମଲା ହାତୀର ଦାମ ବି ଲାଖେ ଟଙ୍କା। ଅର୍ଜୁନଙ୍କ କଥା ନ ସରୁଣୁ ଶାବରା ଚିତ୍କାର ଆରମ୍ଭ କରିଦେଇଥିଲେ, ଭଲ ଦଶା ଥିଲେ ବାପ ନା ଧର ନାହିଁ ବୈରିଶଲ୍ୟ। ଅର୍ଜୁନ କିନ୍ତୁ ତାହା ଶୁଣିବା ନଥିଲେ। ସେ ଉଚ୍ଚ କଣ୍ଠରେ ବୈରିଶଲ୍ୟମାନଙ୍କର ଅତୀତ ଗୌରବ, ବୀରତ୍ୱ ଓ ସେମାନଙ୍କର ଗୋଟାଏ ଗୋଟାଏ ବ୍ରହ୍ମ ଚାପୁଡ଼ାର କିପରି ଦନ୍ତା ଦନ୍ତା ପଠାଣ ସୁବେଦାରମାନଙ୍କର ମୁଣ୍ଡ ଛିଣ୍ଡି ପଡ଼ିଥିଲା, ସେମାନଙ୍କ କୁହାଟରେ କିରପି ମରହଟ୍ଟା ଫୌଜଦାରମାନଙ୍କର ଔଶୌଚ ହୋଇଯାଉଥିଲା, ପୁଣି ଶାବରାମାନେ କିପରି ସାମାନ୍ୟ ପାଇକାରୀ ପ୍ରଜା ଥିଲେ, ତାହା ଘୋଷଣା କରି ବାଜିଆକୁ ଡାକି କହୁଥିଲେ, ଆବେ ଶଳା ବାଜିଆ, ଗମ୍ଭୀର ଘର ଆଣ୍ଠୁ ଉପରୁ ଫରିଖଣ୍ଡା ପାଟକ କାଢ଼ି ଆଣ, ଆଜି ଏ ଛୋଟଲୋକ ଶାବରା ଦିନେ ନ ହେଲେ ମୋର ଦିନେ। ଗମ୍ଭୀର ଘର ଆଣ୍ଠୁ ଉପରୁ ଫରିଖଣ୍ଡା ଆଣିବା ପାଇଁ ଅର୍ଜୁନ ବୈରିଶଲ୍ୟଙ୍କର ଏ କୁହାଟ ନୂଆ ବା ପ୍ରଥମ ନୁହେଁ। ଏହାଠାରୁ ଆହୁରି ସମ୍ମାନ ଉପଲକ୍ଷମାନଙ୍କରେ ଅର୍ଜୁନ ରାଗିଗଲେ ହଠାତ୍ ଫରିଖଣ୍ଡା ଆଣିବା ପାଇଁ କୁହାଟ ଦେଇଥାନ୍ତି।
ମାତ୍ର ଶୁଣିବା ଲୋକଙ୍କର ପ୍ରାୟ ଦିହଘୋଷ ହୋଇପଡ଼ିଛି। ମାତ୍ର ଆଜି ସାମାନ୍ୟ ପଶା ଖେଳରୁ ଅକାରଣରେ ବୈରିଶଲ୍ୟ ଉତ୍କ୍ଷିପ୍ତ ହୋଇ ପ୍ରଚଣ୍ଡ କ୍ରୋଧରେ ଦିଗ୍ବିଦିତ ଜ୍ଞାନଶୂନ୍ୟ ହୋଇପଡ଼ିଥିଲେ ତାହା ଶ୍ରୀକଣ୍ଠ ମହାନ୍ତି ଓ ଅନ୍ୟମାନଙ୍କୁ ବିସ୍ମିତ ଆତଙ୍କିତ କରିଦେଇଥିଲା। ଶ୍ରୀକଣ୍ଠ ପ୍ରଭୃତି ଦାମ ସାବରାଙ୍କୁ ଅର୍ଜୁନଙ୍କ ଆଗରୁ ଟାଣି ଭିଡ଼ି ଉଠାଇ ନେଇଥିଲେ। କ୍ଷେତରାଜପୁରର ପାଢ଼ିରେ ଗୋଟିଏ ସୂତାକଟା କେନ୍ଦ୍ର ଖୋଲିବା ପାଇଁ ଗୋବିନ୍ଦ ବୈରିଶଲ୍ୟଙ୍କ କହିବା ମାତ୍ରେ ଗୋଟିଏ ଥଳିଭର୍ତ୍ତି ତୁଳା କାନ୍ଧରେ ପକାଇ ଓ ହାତରେ ଗୋଟିଏ ଚରଖା ବୁଲାଇ ନିଧିଦାସ ଚୌପାଢ଼ିରେ ପହଞ୍ଚିଲା ବେଳକୁ ସବୁ ଉତ୍ତେଜନା ଶାନ୍ତ ପଡ଼ିଯାଇଥିଲା। ଏକ ଅସ୍ୱସ୍ତିକର ନୀରବତା ମଧ୍ୟରେ ଧଇଁଆ କାଶର ଲହର କେବଳ ତାଙ୍କ କଙ୍କାଳସାର ଦେହକୁ ଥରାଇ ଦେବା ସଙ୍ଗେ ସଙ୍ଗେ ଚୌପାଢ଼ି ଦାଣ୍ଡର ଅଚଞ୍ଚଳ ନୀରବତାକୁ ଚମକାଇ ଦେଉଥିଲା। ଗୋବିନ୍ଦ ବୈରିଶଲ୍ୟ ଘରେ ନଥିଲେ। ନିଧିଦାସ ଚୌପାଢ଼ି ତଳେ ଗୋଟିଏ ନଡ଼ିଆ ଗଛ ପାଖରେ କିଂକର୍ତ୍ତବ୍ୟ ବିମୂଢ଼ ପରି ଠିଆ ହୋଇଥିଲେ। ଶ୍ରୀକଣ୍ଠ ତାହାଙ୍କୁ ଦେଖିପାରି କହିଲେ, ଏ କି ନିଧିବାବୁ ନା, ସେଠି ଠିଆ ହେଲ କାହିଁକି? ଏଠିକି ଆସ। ନିଧିଦାସ ଅର୍ଜୁନ ବୈରିଶଲ୍ୟଙ୍କୁ ପ୍ରଣାମ କରି ଚୌପାଢ଼ି ଉପରକୁ ଆସିବା ପରେ ଶ୍ରୀକଣ୍ଠ କହିଲେ, ବସ ନିଧିବାବୁ, ବାଜିଏ ପକାଇଦେବା। ଏ ପ୍ରକାର ପରିସ୍ଥିତିମାନଙ୍କରେ ଅର୍ଜୁନଙ୍କ ସହିତ ବାଜିଏ ଦୁଇ ବାଜି ଖେଳି ଜାଣି ଜାଣି ହାରିଗଲେ ଅର୍ଜୁନ ପୂର୍ବରୁ ସବୁ ଗ୍ଳାନି ଓ କ୍ରୋଧ ଭୁଲି ପୁଣି ପ୍ରସନ୍ନ ଓ ଉଦାର ହୋଇ ଉଠନ୍ତି। ଶ୍ରୀକଣ୍ଠ ମହାନ୍ତି ଅର୍ଜୁନ ବୈରିଶଲ୍ୟଙ୍କ ଏ ପ୍ରକୃତିଟି ବୁଝନ୍ତି। ଶ୍ରୀକଣ୍ଠ ମହାନ୍ତି ଭୂସମ୍ପତ୍ତିର ଇତିହାସ ଅନୁସନ୍ଧାନ କଲେ। ଅର୍ଜୁନଙ୍କ ପ୍ରତି ତାଙ୍କର ଏହି ଗୁପ୍ତ ଅସ୍ତ୍ର ପ୍ରୟୋଗ ବହୁ ଉଦାହରଣ ମିଳିବ। ଏକଦା ନିଧିଦାସଙ୍କର ମଧ୍ୟ ପଶାପାଲି ପ୍ରତି ପ୍ରଚଣ୍ଡ ଝୁଙ୍କ ଥିଲା। ମାତ୍ର ଆନ୍ଦୋଳନରେ ଯୋଗ ଦେବା ଦିନୁ ସେ ଦିନକ ପାଇଁ ସୁଦ୍ଧା ଆଉ ପଶା କାଠି ଛୁଇଁ ନଥିଲେ କିମ୍ବା ସେଥିପାଇଁ ଅବକାଶ ମଧ୍ୟ ଜୁଟି ନଥିଲା। ଶ୍ରୀକଣ୍ଠ ପଶାପାଲି ବିଛାଇ ତା ଉପରେ ସାର ସବୁ ପୁଣି ସଜାଇ ରଖି କହିଲେ, ସାଆନ୍ତଙ୍କ ସାଙ୍ଗରେ ତୁମେ ଭାଗୁଆଳି ହୁଅ ନିଧିବାବୁ, ତୁମେ ଖାଲି ଦାନ ପକାଇଲେ ହେଲା, ସାଆନ୍ତ ଚଳାଇବେ। ଅର୍ଜୁନ ଗହଳ ଭ୍ରୁଲତା ତଳୁ ଦୁଇ ତୀକ୍ଷ୍ଣ ଆଖିରେ ନିଧିଦାସଙ୍କ ଆଡ଼େ ଚାହିଁ ପଚାରିଲେ, ଏ ବାବୁ କିଏ? ଶ୍ରୀକଣ୍ଠ କହିଲେ, ଏଇ ପରା ମଙ୍ଗରାଜପୁର ବିରୂପା ଆଶ୍ରମର ନିଧୁବାବୁ, ଜେନାମଣିଙ୍କ ସହିତ କାମ ଅଛି, ସେଥିପାଇଁ ଆସିଛନ୍ତି। ମାତ୍ର ଖେଳ ପୂର୍ବ ପରି ଜମିଲା ନାହିଁ। ଦାମସାବରା ଯେତେ କଳି ଲାଗୁ ପଛେ ସେ ଭାଗୁଆଳି ହୋଇ ନ ବସିଲେ ଖେଳରେ ଅର୍ଜୁନଙ୍କ ମନ ଲାଗେ ନାହିଁ କିମ୍ବା ଦାନ ପଡ଼େ ନାହିଁ। ଅର୍ଜୁନଙ୍କ ପୂର୍ବରୁ ଉତ୍ତେଜନା ଇତିମଧ୍ୟରେ ପ୍ରଶମିତ ହୋଇ ଆସିଥିଲା। ବାଜିଆ ତଥାପି ଏପର୍ଯ୍ୟନ୍ତ ଫେରି ନଥିଲା। ଉଆସରୁ ଗୋଟିଏ ବୁଢ଼ୀ ରାନ୍ଧୁଣୀ ନାନୀ ପିତ୍ତଳ କଂସାଲେ ନାଲି ଚାହା ଆଉ 3-4ଟା ଗିଲାସ ବାଟି ଆଣି ରଖିଦେଇଗଲା। ବାମ୍ଫ ଉଠା ନାଲି ଚାର କଡ଼ା ବାସ୍ନାରେ ଅର୍ଜୁନଙ୍କ ମନ ହାଲୁକା ହୋଇଗଲା। ଶ୍ରୀକଣ୍ଠ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ପାତ୍ରରେ କଷା ଚା ଢାଳୁଥିଲେ। ନିଧି କହିଲେ, ମୁଁ ଚା ଖାଏ ନାହିଁ। ଅର୍ଜୁନ ନରୀ ଶତପଥୀ ସାର ଚାଳା ଲକ୍ଷ୍ୟ କରି କହିଲେ, ମୁନ୍ଦାଏ ପିଅ ହେ, ଦେହ ତାଜା କରିଦେବ। ନିଧି ବିନୟସୂଚକ କଣ୍ଠରେ କହିଲେ, ନାଇଁ ଆଜ୍ଞା, ଚା ପିଇଲେ ମୋ କୋଠା ଗରମ ହୋଇଯିବ। ଅର୍ଜୁନ ବୈରିଶଲ୍ୟ ପଶାକାଠିକୁ ଦୁଇ ହାତରେ କଡ଼ କଡ଼ କରି ହଲାଇ ଦାନ ପକାଇଲେ। 6, 5, 11ରେ। ମାତ୍ର ଦାନ ପକାଇଲା ବେଳେ ତାଙ୍କର କଣ୍ଠରେ ପୂର୍ବରୁ ଉତ୍ସାହ କିମ୍ବା ଚିତ୍କାର ନଥିଲା। ଦାନ ପୁଣି ପଡ଼ିଲା ନାହିଁ। ଦାନ ପକାଇବା ପାଇଁ ଶ୍ରୀକଣ୍ଠଙ୍କ ପାଳି ପଡ଼ିଲା। ଖେଳିବା ଅପେକ୍ଷା ଅର୍ଜୁନଙ୍କୁ ଜିତାଇବା ପାଇଁ ତାଙ୍କ ଉଦ୍ଦେଶ୍ୟ ଥିବାରୁ ସେ ଏଣୁତେଣୁ ଗୋଟାଏ ଦାନ ପକାଇଦେଲେ। ଅର୍ଜୁନ ଗୋଟାଏ କଂସା ଗିନାରୁ କଷା ନାଲି ଚାହାରେ ଗୋଟାଏ ଚୁମ୍ବକ ଦେଇ କହିଲେ, ନିଧିବାବୁ, ନୂହା ପହିଲୁ ଥର ଏ ଚୌପାଢ଼ିକୁ ଆସିଛନ୍ତି ପରା, ଆଗରୁ ତ ତାଙ୍କୁ କେବେ ଦେଖିନଥିଲି। ନିଧିଦାସ କହିଲେ, ନାହିଁ ଆଜ୍ଞା, ଏ ପୂର୍ବରୁ 1-2 ଥର ଆସିଥିଲି, ମାତ୍ର ଆପଣଙ୍କ ସହିତ ସାକ୍ଷାତ ହୋଇନଥିଲା। ଅର୍ଜୁନ କହିଲେ, ବୁଝିଲେ ବାବୁ, ଉତ୍କଳର ଗଜପତିଙ୍କ ଘରେ ବାହା ନିମିତ୍ତ ହେଲେ ଆଗେ ଏ ଚୌପାଢ଼ିରେ ଗୁଆ ଚଳୁଥିଲା। ମୋ ପିଇସିଙ୍କ ମଙ୍ଗଳକୃତ୍ୟ ବେଳେ ଖୋଦ ଗଜପତିଙ୍କ ସାନ ଭାଇ ବେଭାର ସାଙ୍ଗରେ କୁଣୁଆ ହୋଇ ଆସିଥିଲେ। ବୁଝିଲ ନା ଶତପଥୀଏ, ଆମ ପଣଅଜା ଥିଲେ ଯେ ସେ ଷଣ୍ଢା ଚେହେରା। ସେରେ ବିରିରେ ତିଆରି ଗୋଟାଏ ପୋଡ଼ ପିଠା ଆଉ 200ର ନିରୁତା କ୍ଷୀର ସକାଳେ ତାଙ୍କର ପାଣିଖିଆ ଥିଲା। ବିରୂପା ଯେତେ ବଢ଼ୁ ପଛେ 4 କ୍ଷେପରେ ସେ ଏକୂଳ ସେକୂଳ ହୋଇ ଯାଉଥିଲେ। ଥରେ କାଳେ ମରହଟା ଫୌଜଦାର ଗଣେଶ ପଣ୍ଡିତ ଚୌଥ ପାଇଁ ଆମର ଏଣେ ବର୍ଗିପଲ ଧରି ଆସିଥିଲେ ଯେ ଆମ ପଣଅଜା ଗୋଟି ଗୋଟି କରି ସେମାନଙ୍କ ଚୁଟି ଆଉ ଦାଢ଼ି ଧରି ତଳେ କୋଳଥ ପିଟିବା ପରି ପିଟି ପିଟି ସେମାନଙ୍କୁ ଶେଷ କରିଦେଇଥିଲେ। ଶେଷରେ ଗଣେଶ ପଣ୍ଡିତ ଶରଣ ଆମ ପଣଅଜା ତାଙ୍କୁ ନାକ ଘଷାଇ 7 ବେଣ୍ଟିଆ କରି ଗଧ ପିଠିରେ ବସାଇ ଏଠାରୁ ବିଦା କରିଥିଲେ। ମାର ମାର, ଚାହିଁଛ କ'ଣ ଦାସେ, କାଲି ସାରଟା ମରୁଛି 5, 2, 7 ଦାନରେ।
ନିଧି ଦାସଙ୍କ ସାର ଚଳାଇବାକୁ ଅପେକ୍ଷା ନ ରଖି ଅର୍ଜୁନ ସାରଟାକୁ ମାରି ପାଲି ଉପରୁ ଫିଙ୍ଗିଦେଲେ। ତାଙ୍କର ପଣଅଜା କୌଣସି ବର୍ଗୀ ସିପାହୀକୁ ପିଟି ମାରିବା ପରି ଖେଳିବାରେ କାହାରି ଉତ୍ସାହ କିମ୍ବା ପ୍ରବୃତ୍ତି ନଥିଲା। ପୁଣି ପ୍ରତିଦିନ ଶୁଣା ଅର୍ଜୁନଙ୍କର ଅଣଅଜା ପଣଅଜାଙ୍କର ବୀରତ୍ୱର କାହାଣୀ ଶୁଣିବା ପାଇଁ କାହାରି କୌତୂହଳ ମଧ୍ୟ ନଥିଲା। ପଶ୍ଚିମ ଆକାଶ ମେଘରେ ଇତିମଧ୍ୟରେ ଅନ୍ଧକାର ହୋଇ ଆସୁଥିଲା। ଶୀତୁଳିଆ ପବନରେ ଦେହ ଉଲୁସି ଉଠୁଥିଲା। କଥାର ଗତି ଫେରାଇବା ପାଇଁ ନରିଶପତି ଅନ୍ୟ କଥା ଗୋଟେ କହି ପକାଇଲି। ଏ ବର୍ଷ ସୁଲତାନପୁର ଚୌଧୁରୀ ଘର ଚନ୍ଦନଯାତ୍ରାକୁ ଭଦ୍ରଖରୁ ଭାରତଲୀଳା ଦଳ ଆସୁଛନ୍ତି। ଭାରି ସରସ ଦଳ। ପୂର୍ବେ କ୍ଷେତରାଜପୁର ଗୋପୀନାଥଜୀଉଙ୍କ ଚନ୍ଦନଯାତ୍ରା ଏ ଅଞ୍ଚଳରେ ଗୋଟିଏ ଦର୍ଶନୀୟ ସମାରୋହ ଥିଲା। ରାମଲୀଳା, ଗୋଟିପୁଅ ନାଚ, ଲଢ଼େଇପାଲା ପ୍ରଭୃତି ଦେଖିବା ପାଇଁ ଲୋକମାନଙ୍କର ପାଟଳ ଭାଙ୍ଗୁଥିଲା। ମାତ୍ର ଏବେ ଦେବତ୍ୱର ସମ୍ପତ୍ତି ପ୍ରତିବର୍ଷ ବିକାଭଙ୍ଗା ଚାଲିଛି। ତେଣୁ ସେ ପ୍ରକାର ମହାମହ ସମାରୋହ ପାଇଁ ଆଉ ସମ୍ବଳ ନଥିବାରୁ କେବଳ ଚାପ ଖେଳରେ ଚନ୍ଦନଯାତ୍ରାଟି ବଢ଼ିଯାଏ। ଅର୍ଜୁନ ବୈରିଶଲ୍ୟ କହିଲେ, ହଁ ହେ, ଏଇ ଚୌଧୁରୀ ଘର ଦିନେ ମରହଟ୍ଟା ଫୌଜଦାରମାନଙ୍କ ପଛରେ କାନରେ କଲମ ଖୋସି ଖଜଣା ଆଦାୟ କରି ବୁଲୁଥିଲେ। ଦେଶକୁ ମରହଟ୍ଟାମାନଙ୍କ ପାଖରେ ବିକି ସେହି ଟଙ୍କାରେ ଏମାନଙ୍କ ବଡ଼ାଇ। ମରହଟ୍ଟା ଗଲେ ଗୋରାମାନେ ଆସିଲେ। ସେମାନଙ୍କ ପାଦ ତଳେ ଏମାନେ ପୁଣି ସାଷ୍ଟାଙ୍ଗ ହୋଇ ଗଳି ପଡ଼ିଲେ। ସେମାନଙ୍କୁ ବାଟ କଢ଼ାଇ ଏ ଦେଶକୁ ଆଣିଲେ। ସେଥିପାଇଁ ଏମାନେ ହେଉଛନ୍ତି ଜମିଦାର। ହେଲେ ଚୌପାଢ଼ୀର ଖାନଦାନୀ ଏମାନଙ୍କର କାହିଁ? ଏ ଦର୍ପନାରାୟଣ ଚୌଧୁରୀଟା କି ଜମିଦାର ହୋ? ଏଇଟା ପୁଣି ରାଜା ବୁଲାଉଛି। ଏଇଟା ତ ଗୋଲାମଙ୍କ ଗୋଲାମ। ରଜା ହେଲୁ ଆମେ। ଗଜପତି ଘର ବାହା ନିମିତ୍ତେ ଆମ ଘରେ ଗୁଆ ଚଳାନ୍ତି। ଏଇଟାକୁ ପଚାରେ କିଏ ହୋ? ୟା ବାପ ପରା ସୁନିଆରେ ଆମ ଚୌପାଢ଼ୀକୁ ଭେଟି ଯାଉଥିଲା। ହଠାତ୍ ଅନ୍ଧକାର ଆକାଶରୁ ବରକୋଳିଆ ମେଘ ଟୋପା ଟୋପା ହୋଇ ଖସି ପଡ଼ିଲା। ଝଡ଼ ପରି ପବନ ହଠାତ୍ ବହିବାକୁ ଲାଗିଲା। ଥଣ୍ଡା ଲାଗିଲେ ଶ୍ଲେଷା ପ୍ରକୋପ ବଢ଼ିବ ବୋଲି ଅର୍ଜୁନ ବୈରିଶଲ୍ୟ ଖେଳ ବନ୍ଦ କରି ଭିତରକୁ ଉଠିଗଲେ। ତାଙ୍କ ପଛେ ପଛେ ଶ୍ରୀକଣ୍ଠ ଓ ନରୀ ଶତପଥୀ ମଧ୍ୟ ଉଠିଗଲେ। ହଠାତ୍ ଚାରିଆଡ଼ ଅନ୍ଧକାର ହୋଇ ଆସିଥିଲା। ଅନ୍ଧାର ଦାଣ୍ଡରେ ଖଟ୍ ଖଟ୍ ଶୁଭିଲା। ଗୋବିନ୍ଦ ବୈରିଶଲ୍ୟ ଫେରୁଥିଲେ। ପିଣ୍ଡା ଉପରକୁ ଉଠିବା ପରେ ନିଧି ଦାସଙ୍କୁ ଦେଖି ପଚାରିଲେ, କିଏ? ନିଧି ଦାସ କହିଲେ, ମୁଁ ପରା ବିରିପାଶ୍ରମରୁ ଆସିଛି ନିଧି। ଗୋବିନ୍ଦ ଅନ୍ୟମନସ୍କ କଣ୍ଠରେ କହିଲେ, ଏତେବେଳେ ହଠାତ୍ କୁଆଡ଼େ ଆସିଲେ? ନିଧି ଦାସ କହିଲେ, ସେଦିନ ପରା କଥା ହୋଇଥିଲା ଏଠାରେ ଗୋଟିଏ ସୂତାକଟା କେନ୍ଦ୍ର ଖୋଲିବା ପାଇଁ ମୁଁ ତୁଳା ଅରଟ ଧରି ଆସିଛି। ଗୋବିନ୍ଦ କହିଲେ, ଏତେବେଳେ ସୂତାକାଟି କ'ଣ ହେବ? ନିଧି ଦାସ କହିଲେ, ମହାତ୍ମା ଗାନ୍ଧୀ ପରା କହିଛନ୍ତି ଲୋକେ କାଟି ପିନ୍ଧିବେ, କୁଟି ଖାଇବେ। ଏ ଦେଶରୁ କଂଗ୍ରେସର ଶୋଷଣ ଲୋପ ପାଇବ, ଦେଶ ସ୍ୱାଧୀନ ହେବ। ଗୋବିନ୍ଦ କହିଲେ, ବିଦେଶୀ ଶୋଷଣ ଲୋପ ପାଇବ ସତ, କିନ୍ତୁ ଦେଶୀ ଶୋଷଣକୁ ତମର ଏ ସୂତା କ'ଣ ବାନ୍ଧି ରୋକିପାରିବ? ନିଧି ଦାସ କ'ଣ ଉତ୍ତର ଦେବେ ଭାବି ସ୍ଥିର କରିପାରିଲେ ନାହିଁ। ସେ ଅନ୍ଧକାର ଆକାଶରେ ମେଘ ଚମକି ଉଠୁଥିବା ଲଟା ବିଜୁଳି ଆଡ଼େ ନିର୍ବୋଧ ପରି ଚାହିଁ ଠିଆ ହୋଇ ରହିଲେ। ଗୋବିନ୍ଦ ପୂର୍ବପରି ଉଦାସ କଣ୍ଠରେ କହିଲେ, ଉପରେ ଇଂରେଜ, ତଳେ ଏଇ ଦର୍ପନାରାୟଣ ପରି ଶୋଷକ ଓ ନ୍ୟସ୍ତସ୍ୱାର୍ଥ ଦୁଇପଟ ଚକି ପରି ଦେଶଟାକୁ ପେଷୁଛନ୍ତି। ଉପର ଚକିପଟକୁ ତ ଫିଙ୍ଗିଦେବେ, ମାତ୍ର ତଳପଟ ଚକି ଫିଙ୍ଗିବ କିପରି? ଉପରପଟ ଚକି ଫିଙ୍ଗିଦେବେ ସହଜ, ମାତ୍ର ତଳପଟ ଚକିର ଚେର ଏ ମାଟିରେ, ତାକୁ ଫିଙ୍ଗିବା ଏତେ ସହଜ ନୁହେଁ। ସେଥିପାଇଁ ଚକି ଦୁଇପଟକୁ ଏକା ସାଙ୍ଗରେ ତାଳି ନ ଫିଙ୍ଗିଲେ ତୁମର ରକ୍ଷା ନାହିଁ, ମୋର ରକ୍ଷା ନାହିଁ, ଦେଶର ରକ୍ଷା ନାହିଁ। ହଉ ବସ, ମୁଁ ଆସେ। ଗୋବିନ୍ଦ ଭିତରକୁ ଚାଲିଗଲେ। ପାଖରେ କେଉଁଠି ଗୋଟାଏ ବଜ୍ର ପଡ଼ିଲା। ଗୋଟାଏ ପ୍ରଚଣ୍ଡ ଶବ୍ଦ ଓ ଆଲୋକ ଆକାଶରେ ହଠାତ୍ ଫାଟିପଡ଼ି ପୁଣି ଅନ୍ଧାର ମଧ୍ୟରେ ନୀରବ ଓ ନିଶ୍ଚିହ୍ନ ହୋଇଗଲା। ବଜ୍ରର ପ୍ରତିଧ୍ୱନି କେବଳ ଊର୍ଦ୍ଧ୍ୱରେ ଅନ୍ଧକାର ଆକାଶରେ ମେଘ ଦେହରେ ବାଜି ଗୁରୁ ଗୁରୁ ଶବ୍ଦରେ ପ୍ରତିଧ୍ୱନିତ ହୋଇ ଉଠୁଥିଲା। ନିଧି ଦାସଙ୍କୁ ସବୁ ଚିନ୍ତା ହଠାତ୍ ବିପର୍ଯ୍ୟୟ ହୋଇ ପଡ଼ିଲା। ଅନ୍ଧକାର ଆକାଶକୁ ଚାହିଁ ସେ ଗୋବିନ୍ଦଙ୍କ ପ୍ରଶ୍ନର ଉତ୍ତର ଚିନ୍ତା କରୁଥିଲେ। ଗୋବିନ୍ଦଙ୍କ ପ୍ରଶ୍ନ ବଜ୍ରର ପ୍ରତିଧ୍ୱନି ପରି ଚାରିଆଡ଼େ ପ୍ରତିଧ୍ୱନିତ ହୋଇ ଉଠୁଥିଲା। ନିଧି ଦାସ ଗୋଟିଏ ସ୍ଥାଣୁ ମୂର୍ତ୍ତି ପରି ଦାଣ୍ଡ ଉପରେ ଅନ୍ଧାରରେ ଠିଆ ହୋଇ ରହିଥିଲେ। ଏହାପରେ ଆମେ ଶୁଣିବା ଏହି ଉପନ୍ୟାସଟିର ସପ୍ତମ ପରିଚ୍ଛେଦ। ସିଦ୍ଧପୁର ସତୀଦହରୁ ମାଛମରା ଗଣ୍ଡଗୋଳରେ ନିଜର କେତେଜଣ ବିଶ୍ୱସ୍ତ ବରକନ୍ଦାଜ ଓ ସିପେହୀ ଦଙ୍ଗା ହଙ୍ଗାମା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରତ୍ୟେକ 4 ମାସ କରି ସଜା ପାଇବା ପରେ ଦର୍ପନାରାୟଣଙ୍କର ଦର୍ପ କମିବା ପରିବର୍ତ୍ତେ କୋଟାଗଦା ତଳେ ଗୁମଗୁମିଆ ରଡ଼ନିଆଁ ପରି କୁହୁଳିବାକୁ ଆରମ୍ଭ କଲା।
ଏତେକାଳ ଦର୍ପନାରାୟଣ ସୁଲତାନପୁର ଜମିଦାରୀ ଇଲାକାରେ ନିଜକୁ ପରମ ଶକ୍ତିଧର ବୋଲି ବିଚାର କରି ଆସିଥିଲେ। ସେ କୌଣସି ଦଣ୍ଡନୀୟ ଅପରାଧ କଲେ ସୁଦ୍ଧା ତାହା ଯେ ଆଇନ ଅନୁସାରେ ଧର୍ତ୍ତବ୍ୟ ହୋଇପାରେ ତାହା ତାଙ୍କର କଳନା ବା କଳ୍ପନାରେ ନଥିଲା। ରାଜପୁରୋହିତ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦ ଶର୍ମା ପ୍ରତ୍ୟହ ଦର୍ପନାରାୟଣଙ୍କ ମୁଣ୍ଡରେ ଦୁର୍ବା ବା ଅକ୍ଷତ ପକାଇ ଆଶୀର୍ବାଦ କଲାବେଳେ ରାଜା ମହତୀ ଦେବତା ଓ ନରରୂପୀ ବିଷ୍ଣୁ ବୋଲି ଯେଉଁ ଶ୍ଲୋକ ଆବୃତ୍ତି କରିଥାନ୍ତି ତାହା ଶୁଣି ଶୁଣି ଦର୍ପନାରାୟଣ ନିଜକୁ ମହତୀ ଦେବତା ରୂପେ ଧରି କରିଥାନ୍ତି। ସାରା ଦେଶରେ ଇଂରାଜୀ ସରକାରର ଶାସନ ପ୍ରତିଷ୍ଠିତ ହୋଇପାରିଥାଏ। ମାତ୍ର ସୁଲତାନପୁର ଇଷ୍ଟେଟର ଏକମାତ୍ର ସରକାର ରାଜା ବାହାଦୁର ଚୌଧୁରୀ ଶ୍ରୀ ଦର୍ପନାରାୟଣ କାନୁନଗୋ ଦର୍ପନାରାୟଣଙ୍କ ଦୃଷ୍ଟିରେ ପ୍ରଜାମାନେ ଥିଲେ ପାଳିତ ବର୍ଦ୍ଧିତ ଶାସିତ ଓ ପ୍ରୟୋଜନବୋଧରେ ଅତ୍ୟାଚାରିତ ହେବା ପାଇଁ ବିଧିସୃଷ୍ଟ ଜୀବ। କୃତଜ୍ଞତାର ଜୟ ଜୟକାର କରିବା ସେମାନଙ୍କର କର୍ମ, ମାତ୍ର ପୀଡ଼ନ ବା ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ସେମାନଙ୍କ ଅଧିକାର ବହିର୍ଭୂତ। ସିଦ୍ଧପୁର ମାଛମରା ଗଣ୍ଡଗୋଳ ଓ କଟାଘାରେ ଲୁଣଛିଟା ପରି ପ୍ରଜା ପକ୍ଷରୁ ମକଦ୍ଦମା, ପୁଣି ସେଥିରେ ନିଜ ଲୋକମାନେ ସଜା ପାଇବା ଦର୍ପନାରାୟଣଙ୍କର ସେ ବିଶ୍ୱାସ ଉପରେ ଏକ ପ୍ରଚଣ୍ଡ ଆଘାତ ଆଣିଥିଲା। କେତେ ବର୍ଷ ତଳେ ମଝିଆ ଜେମାଙ୍କ ମଙ୍ଗଳକୃତ୍ୟ ବେଳେ ପ୍ରଜାମାନଙ୍କ ଉପରେ ଟଙ୍କା ମୁଣ୍ଡେ 2 ଅଣା କରି ମାଗଣା ବସିଥିଲା। ପ୍ରଜାମାନଙ୍କ ମଧ୍ୟରେ ସେତେବେଳେ ଏଥିପାଇଁ ଘୋର ଅସନ୍ତୋଷ ବ୍ୟାପି ଯାଇଥିଲା। କେତେକ ଗାଁର ମାଗଣା ଆଦୌ ଆଦାୟ ହୋଇ ନ ପାରିଥିଲା। ଜିଲ୍ଲା କଲେକ୍ଟର, ଡିଭିଜନାଲ କମିଶନରମାନଙ୍କ ପାଖରେ ସୁଦ୍ଧା ଆପତ୍ତି ଦରଖାସ୍ତମାନ ପଠାଯାଇଥିଲା। ଦର୍ପନାରାୟଣ ସେତେବେଳେ ଏଥିପ୍ରତି ଅବଶ୍ୟ ବିଶେଷ ଦୃଷ୍ଟି ଦେଇଥିଲେନି। ମାତ୍ର ସାନ ଜେଜେମା ମଙ୍ଗଳକୃତ୍ୟ ବେଳେ ସିଦ୍ଧପୁର ସତୀଦହରୁ ମାଛମରା ଘଟଣାର ସିଦ୍ଧପୁରିଆଙ୍କ ପକ୍ଷରୁ ଯେଉଁ ପ୍ରବଳ ଓ ସଂଗଠିତ ପ୍ରତିରୋଧ ହେଲା ତାହାରି ପରିଣତି ସ୍ୱରୂପ ଦର୍ପନାରାୟଣଙ୍କର କେତେଜଣ ଖାସ୍ ପାଇକ ଯେପରି ପାଇଲେ। ବେଳସୁ ପ୍ରଜାମାନଙ୍କ ମଧ୍ୟରେ ଯଦି ଏ ପ୍ରକାର ଉଚ୍ଛୃଙ୍ଖଳ ଓ ଅରାଜକ ମନୋଭାବ ଦମନ କରାନଯାଏ ତାହେଲେ ଆଉ ଏକ ଶାସନ ଶୃଙ୍ଖଳା ରହିପାରିବ ନାହିଁ ବୋଲି ତାଙ୍କର ଦୃଢ଼ ଧାରଣା ଜନ୍ମିଥିଲା। ସେଥିପାଇଁ ମେଳିଆ ପ୍ରଜାମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସେ ଉପାୟ ସୁବିଧା ଉଣ୍ଡୁଥିଲେ। ସ୍ୱାଧୀନତା ପରେ ଆହୁରି ବହୁ ଅନୁଷ୍ଠାନ ଓ ବ୍ୟକ୍ତିଙ୍କର ଗୁଣଗତ ପରିବର୍ତ୍ତନ ଘଟିଥିବା ପରି ରାଜା ବାହାଦୁର ଦର୍ପନାରାୟଣ କାନୁନଗୋ ଚୌଧୁରୀଙ୍କର ମଧ୍ୟ ସେହିପରି ପରିବର୍ତ୍ତନ ଘଟିଅଛି। ରାଜା ବାହାଦୁର ପରିଣତ ହୋଇଛନ୍ତି ମନ୍ତ୍ରୀ ମହୋଦୟରେ। ସୁପରଫାଇନ୍ ମିଲ୍ ଧୋତି ସିଲ୍କ ପଞ୍ଜାବୀ ପରିଣତ ହୋଇଛି ସୁପରଫାଇନ୍ ଖଦଡ଼ରେ। ପାଦର ଜରିମୋଡ଼ା ଜୋତା ପରିଣତ ହୋଇଛି ପଟେଲ କଟ୍ ଚପଲରେ। ମାତ୍ର ଆଖି ଦୁଇଟିରୁ ସେ କ୍ରୂର ଔଦ୍ଧତ ତଥାପି ନିଭିନାହିଁ। ଉପରକୁ କୁଣ୍ଡଳୀ ମୋଡ଼ା, ଦୁଇପଟ ବହଳ ନିଶରେ ସୁନା ଛାଉଣି ଛାମୁଦାନ୍ତରେ ପ୍ଲାଟିନମ୍ ଉପରେ 45 କାରଟର ଦୁର୍ମୂଲ୍ୟ ଡାଇମଣ୍ଡ ମୁଦିରେ ରାଜା ଦର୍ପନାରାୟଣ ବଞ୍ଚିଛନ୍ତି ସମ୍ଭବତଃ ଅପେକ୍ଷାକୃତ ଅଧିକ ନିରାପତ୍ତା ଓ ସ୍ୱାଚ୍ଛନ୍ଦ୍ୟରେ। ତଥାପି ସୁଲତାନପୁର ଇଷ୍ଟେଟର ରାଜା ବାହାଦୁର ଦର୍ପନାରାୟଣ କାନୁନଗୋ ଚୌଧୁରୀ ଆଜି ଏକ ଅତୀତ କାଳ। ମାତ୍ର ସେଦିନ ଥିଲା ସୁଲତାନପୁର ଇଷ୍ଟେଟର ରାଜା ଦର୍ପନାରାୟଣଙ୍କର କ୍ଷମତାର ପ୍ରଚଣ୍ଡ ମଧ୍ୟାହ୍ନ। ତାଙ୍କ ପ୍ରତାପରେ ଗର୍ଭିଣୀ ଗାଈ ବାଟ ଛାଡ଼ୁଥିଲା। ହୁଙ୍କାରରେ ମେଦିନୀ କମ୍ପୁଥିଲା। ହୁଆସ ହତାବେଦାରୁ ଗଛମାନଙ୍କରେ ଲଙ୍ଗଳ ଦଉଡ଼ା ବନ୍ଧା ହୋଇ କେହି କେହି ଉଦ୍ଧତ ପ୍ରଜା ନୋହିଲେ ଚକ୍ରବୃଦ୍ଧି ସୁଧରେ ଧାନ ବା ଟଙ୍କା ଋଣ ପଇଠ କରୁନଥିବାରୁ ଚାଷୀଙ୍କ ପିଠିରେ ବେତମାଡ଼ ପଡ଼ିବା ବେଳେ ସେମାନଙ୍କ ଜାନ୍ତବ୍ୟ ଆର୍ତ୍ତନାଦରେ ଉଆସ ହତାର ସମ୍ଭ୍ରାନ୍ତ ଆଭିଜାତ ପରିବେଶ ସଧତା ବିଦୀର୍ଣ୍ଣ ହୋଇପଡ଼ୁଥିଲା। ଆଜି ଅବଶ୍ୟ ବେମରାମତି ବାର୍ଷିକ ବେଠିରେ ଧଉଳା ହୋଇପାରୁନଥିବା ହେତୁ ଉଆସର ବାହାର କାନ୍ଥମାନ ପାଣିଶିଉଳି କଳା ଦିଶିଲାଣି। ଇଟାଲିଆନ ମାର୍ବଲ ତିଆରି ପିନସ୍ତନା ନିରାଭରଣା ଭେନିସ୍ ମୂର୍ତ୍ତିମାନଙ୍କର କାହାର ଫାଳେ ସ୍ତନ ଆଉ କାହାର ଜାନୁରୁ ଖଣ୍ଡେ ଭାଙ୍ଗି ଖସି ପଡ଼ିଲାଣି। ପାମ ଗଛ ସବୁ ବୁଢ଼ା ହୋଇ ମରି ମରି ଆସିଲାଣି। ଡ୍ରୁପଙ୍ଗ, ଦେଓଦାର ଓ ୟୁକାଲିପଟାସ ଗଛଗୁଡ଼ା ଢଙ୍ଗରେ ବଢ଼ି ବଢ଼ି ଆକାଶକୁ ଛୁଇଁଗଲାଣି। ଚୌଧୁରୀ ଉଆସ ଏବେ ପରିତ୍ୟକ୍ତ। ରାଣୀ ସାହେବ ପକ୍ଷାଘାତଗ୍ରସ୍ତ ହୋଇଥିବାରୁ ଚିକିତ୍ସା ପାଇଁ ବରାବର ରହିଥାନ୍ତି ସହରରେ। ବଡ଼ ପୁଅ ଟିକାଏତ ପାଗଳ। ଲକ୍ଷ୍ନୌରେ ଶ୍ୱଶୁର ଘରେ ରହି ବହୁକାଳ ହେଲା ଚିକିତ୍ସାଧୀନ ଅଛନ୍ତି। ସାନ ପୁଅ ପଟ୍ଟାୟତ ବହୁ ବ୍ୟବସାୟରେ ହାତ ଦେଇ ସେଥିରେ ଲକ୍ଷ ଲକ୍ଷ ଟଙ୍କା ବରବାଦ କରିବା ପରେ ଜୁଆଖେଳରେ ଶେଷଦାନ ଖେଳିବା ପରି ସିନେମା ପ୍ରଯୋଜକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ସିନେମା ଅପେକ୍ଷା ସିନେମା ଅଭିନେତ୍ରୀମାନଙ୍କ ପ୍ରତି ପଟ୍ଟାୟତ ରୁଦ୍ରନାରାୟଣଙ୍କର ଦୃଷ୍ଟି ଅଧିକ ସୁତୀକ୍ଷ୍ଣ ଥିଲା।
ସମୁଦ୍ର ଆଜି ଶାନ୍ତ ନାମରେ ଗୋଟିଏ ଦୋବାସୀ ଛବିର ନାୟକ ଭୂମିକାରେ ଅଭିନୟ କରିବା ପାଇଁ ବମ୍ବେର ଜଣେ ଅଭିନେତ୍ରୀ କମଳାଙ୍କ ସହିତ ଯେତେବେଳେ ଚୁକ୍ତି ସ୍ୱାକ୍ଷର ହେଲା, ମିସ୍ କମଳା ସୁମାରଙ୍କା ହରିଣଙ୍କ ପରି ଆଖି ପରି ଦୀର୍ଘ ଆୟତ ଆଖି ନଚାଇ ବେଣୀଟିକୁ ଭାବବିହ୍ୱଳ ନାୟିକା ପରି ଛାତି ଉପରେ ଅନ୍ୟମନସ୍କ ଭାବରେ ଦୋଳାଇ ପାରିଶ୍ରମିକ ଦାବି କରି କହିଥିଲେ 2,00,000 ଟଙ୍କା। ରୁଦ୍ରନାରାୟଣ କିନ୍ତୁ ସେତେବେଳେ ରଞ୍ଜନ ରଶ୍ମିଦିଆ ଏକ ବିଶେଷ ମନୋକଲ୍ ଚଷମାର ଲେନ୍ସ ଆଖିରେ ଦେଇ ଜର୍ଜେଟ୍ ଶାଢ଼ୀର ଆଚ୍ଛାଦନ ତଳେ କମଳାଙ୍କ ଉଲଗ୍ନ ଦେହଶ୍ରୀ ଲକ୍ଷ୍ୟ କରୁଥିଲେ। ସେ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ, ଠିକ୍ ଅଛି, କଣ୍ଟ୍ରାକ୍ଟ ସ୍ୱାକ୍ଷରିତ ହେଲା, କିନ୍ତୁ 2,00,000 ଟଙ୍କା ଯେ ବହୁତ ବେଶୀ, ସୁଲତାନପୁର ଇଷ୍ଟେଟ୍ର ବାର୍ଷିକ ରାଜସ୍ୱ ସହିତ ସମାନ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ପରିବାରର ବଂଶାନୁକ୍ରମିକ ଭାବରେ ଗଚ୍ଛିତ ଥିବା କେତେକ ମୂଲ୍ୟବାନ ଜୁଏଲାରୀ ଉଆସରୁ ଗୁପ୍ତରେ ହାତ ସଫାଇ କରି ଚିତ୍ର ପ୍ରସ୍ତୁତିରେ ରୁଦ୍ରନାରାୟଣ ଲାଗି ପଡ଼ିଲେ। ଉମେଦୱାର ଓ ଅନ୍ୟ ଅନୁରାଗୀ ଡିରେକ୍ଟର ବର୍ଗ ରୁଦ୍ରନାରାୟଣଙ୍କୁ ଉତ୍ସାହିତ କଲେ। ଏ ଗୋଟିଏ ଚିତ୍ରରୁ କଲେକ୍ସନ୍ 1 ଟଙ୍କାରୁ କମ୍ ହେବ ନାହିଁ। ବିଶେଷତଃ ସମୁଦ୍ର ନିବାସର ଗୋଟିଏ ଛୋଟିଆ ବଙ୍ଗଳାରେ ନାୟିକା ବାଥରୁମ୍ରେ ଥିବାବେଳେ ନାୟକର ଟେଲିଫୋନ୍ ଯେତେବେଳେ କ୍ରିଂ କ୍ରିଂ ବାଜି ଉଠିବ, ଉଦ୍ବେଳିତା ପ୍ରତୀକ୍ଷମାଣ ନାୟିକା ତାହାର ଉତ୍ତର ଦେବା ପାଇଁ ବାଥରୁମ୍ରୁ ଭିତରୁ ଅଣ୍ଟା ତଳେ ସାମାନ୍ୟ ଖଣ୍ଡେ ଛୋଟ ତଉଲିଆ ଝୁଲାଇ ଧାଇଁ ଆସିବାର ଯେଉଁ ପ୍ରଯୋଜନା ରହିଛି, ସେଇଥିରେ କିସ୍ତିମାତ୍ ଛବିଟା ଗୋଟାଏ ବକ୍ସ ଅଫିସ୍ ରେକର୍ଡ ସୃଷ୍ଟି କରି ବସିବ। କିନ୍ତୁ ତଉଲିଆଟା ବାଦ୍ ଦେଲେ ଚଳନ୍ତା ନାହିଁ। ବିଶେଷତଃ ବଙ୍ଗଳାଟା ଯେତେବେଳେ ପୂରାପୂରି ନିର୍ଜନ ଓ ନାୟିକାଙ୍କ ଛଡ଼ା ଆଉ କେହି ସେଠାରେ ନାହାନ୍ତି। ନାୟିକା ପୂରାପୂରି ଲଙ୍ଗଳା ହୋଇ ଟେଲିଫୋନ୍ ପାଖକୁ ଧାଇଁ ଆସିବାରେ ବାଧା କେଉଁଠି? ରୁଦ୍ରନାରାୟଣ ପଚାରିଲେ। ନିର୍ଦ୍ଦେଶକ ନାନା ଯୁକ୍ତି, କାରଣ ଓ ପରିଶେଷରେ ସେନ୍ସରସିପ୍ର ଆଇନଗତ ବାଧା ଦର୍ଶାଇ ଦେଇ ପ୍ରତିବାଦ କଲେ। ତେଣୁ ନିର୍ଦ୍ଦେଶକ ବଦଳାଇ ଦିଆଗଲା। ନିର୍ଦ୍ଦେଶକ ଅଭିନେତା ଅଭିନେତ୍ରୀମାନଙ୍କ ଉପରେ ମାଲିକ ହୋଇପାରନ୍ତି, ମାତ୍ର ପ୍ରଯୋଜକମାନଙ୍କ ପ୍ରଯୋଜନାରେ ଉପରରେ ନୁହେଁ। ଛବିର ପ୍ରଥମ ସୁଟିଂ ଆରମ୍ଭ ହୋଇ ୟୁରୋପର ଗୋଟିଏ ଶୈଳନିବାସ ଆଡ଼ୁ ଶେଷ ହେବ ଏକ ସମୁଦ୍ର କିନାରାରେ। ରୁଦ୍ରନାରାୟଣ କମଳକୁମାରୀଙ୍କୁ ଧରି ଆଗରେ ବାହାରିଲେ ସୁଇଜରଲ୍ୟାଣ୍ଡ। ଅନ୍ୟମାନେ ପରେ ଆସିବେ ବୋଲି ବ୍ୟବସ୍ଥା ହେଲା। ମାତ୍ର ନିର୍ଦ୍ଦିଷ୍ଟ ସମୟରେ ପାଥେୟର ଅଭାବରୁ ନିର୍ଦ୍ଦେଶକ, କ୍ୟାମେରା ଉଠାଳି ଓ ଅନ୍ୟ ଅଭିନେତା ଅଭିନେତ୍ରୀମାନେ ବମ୍ବେ ସୁଦ୍ଧା ଛାଡ଼ିପାରିଲେ ନାହିଁ। 3 ମାସ ପରେ ସୁଇଜରଲ୍ୟାଣ୍ଡରୁ ଫେରିଆସିଲେ ରୁଦ୍ରନାରାୟଣ ଓ ଅନ୍ତଃସତ୍ତ୍ୱା କମଳକୁମାରୀ। ବମ୍ବେର ଏକ ଅଦାଲତରେ ଏହାପରେ ରୁଦ୍ରନାରାୟଣଙ୍କ ଉପରେ 10,00,000 ଟଙ୍କାର କ୍ଷତିପୂରଣ ଦାବି ହେଲା। ରୁଦ୍ରନାରାୟଣ ପିସ୍ତଲରେ ଆତ୍ମହତ୍ୟା କଲେ। ଦର୍ପନାରାୟଣ ରହନ୍ତି ସହରରେ, ନୋହିଲେ ରାଜଧାନୀରେ ମନ୍ତ୍ରୀ ଉଆସରେ। ସୁଲତାନପୁର ଚୌଧୁରୀ ଉଆସ ଆସି ଆଜି ତେଣୁ ପରିତ୍ୟକ୍ତ। ଉଆସ ହତାର ଗୋଟିଏ କୋଣରେ କେଉଁଠାରେ ପୂର୍ବେ ଗୁମାସ୍ତାମାନେ ଇଲାକାରୁ ଆସିଲେ ଦିନେ ଓଳିଏ କାର୍ଯ୍ୟୋପଲକ୍ଷେ ରହିବା ପାଇଁ ଗୋଟିଏ ସାହାଲା ଘର ଥିଲା। ଏବେ ସେଠାରେ ଦର୍ପନାରାୟଣଙ୍କର ନିର୍ବାଚନ ମଣ୍ଡଳୀ ଅଫିସ୍ ଖୋଲାଯାଇଛି। ମଣ୍ଡଳ କମିଟି ନିର୍ବାଚନ, ଗାନ୍ଧୀ ଜୟନ୍ତୀ, ସ୍ୱାଧୀନତା ଦିବସ ବା ସେହିପରି ଉପଲକ୍ଷରେ ଦର୍ପନାରାୟଣଙ୍କ ଏକତା ବୃତ୍ତିଭୋଗୀ ସମ୍ପତ୍ତି କଂଗ୍ରେସ କର୍ମୀ ହୋଇଥିବା କେତେଜଣ ସେଠାରେ ଅଫିସ୍ ଖୋଲିଥାନ୍ତି। ସେତେବେଳେ ସାମାନ୍ୟ ଗହଳ ଚହଳ ଲାଗିଥାଏ। ନୋହିଲେ ବର୍ଷରେ ଦିନେ ଅଧେ କେବେ ଦର୍ପଣାର ସୁଲତାନପୁର ଆସିଲେ ଏହି ପରିତ୍ୟକ୍ତ ଉଆସରେ ଯାହା ସାମାନ୍ୟ ଆଲୋଡ଼ନ ପ୍ରକାଶ ପାଏ, ତା ନ ହେଲେ ପ୍ରାୟ 20 ଏକର ଜମି ମାଡ଼ି ଉଆସ ହତା ସମ୍ପୂର୍ଣ୍ଣ ନିର୍ଜନ ପରିତ୍ୟକ୍ତ। ଖରାବେଳେ ପୁଣି ରାତିର ନିଶୂତରେ ପବନ କେବଳ ଭୂତ ପରି ବଢ଼ିଥିବା ଡେଙ୍ଗା ଡେଙ୍ଗା ଦେବଦାରୁ ଓ ଝାଉଁ ପ୍ରଭୃତି ଗଛର ପତ୍ରଗହଳିରେ ଏକ ଦୀର୍ଘ ନିଶ୍ୱାସ ପରେ ସାଇଁ ସାଇଁ ଉଠେ। ଏବେ ଦିନେ ଦିନେ ମ୍ୟୁଜିୟମ ଫିଟିବା ପରି ଦର୍ପନାରାୟଣଙ୍କର ଖାସ୍ ଦରବାର ଅଫିସ୍ ଖୋଲାଯାଏ। ଅଳନ୍ଦୁ ସଫା କରିବା ପାଇଁ, କାଚଝାଡ଼ର ପିଲସଜମାନଙ୍କରୁ ଚିମିନି ଆବର୍ଜନା କାଢ଼ି ଫିଙ୍ଗିବା ପାଇଁ, ଭେଲଭେଟ୍ ମୋଡ଼ା କାଉଚମାନଙ୍କରୁ ଧୂଳି ଛାଡ଼ିବା ପାଇଁ, କାର୍ପେଟମାନ ଝଡ଼ାଝଡ଼ି କରିବା ପାଇଁ। ଦର୍ପନାରାୟଣ ପୂର୍ବେ ଏହି ଲମ୍ବା ହଲ୍ରେ ଘଣ୍ଟାଏ 2 ଘଣ୍ଟା ଦପ୍ତର କରୁଥିଲେ। ଏହି ହଲ୍ ଘର ଦୁଇ ପାଖରୁ ଆଉ 2ଟି ହଲ୍ ଘର ବାହାରି ଯାଇଛି। ଗୋଟିକରେ 2ଟା ବିଲିଆର୍ଡ ଟେବୁଲ, ଅନ୍ୟ ହଲ୍ଟି ଦର୍ପନାରାୟଣଙ୍କ ଡାଇନିଂ ରୁମ୍। ଏହି 2 ହଲ୍ର ପ୍ରବେଶ ପଥର ଦୁଇ ପାଖରେ 2ଟି ପ୍ରକାଣ୍ଡ କଲରାପତରିଆ ବାଘର ଟାକ୍ସିଟର୍ମି ରହିଥିଲା। ଏବେ ଅବଶ୍ୟ ସେ ବାଘଗୁଡ଼ିକର ନିଶ କୀଟ ଦ୍ରଷ୍ଟ ହେଲାଣି। ଆଖି ସବୁ କାଚକୁଲି ପରି ଦିଶିଲାଣି, ଦାନ୍ତ ଝଡ଼ି ପଡ଼ିଲାଣି, ଜିଭ ଧଳା ହୋଇଗଲାଣି।
ଦର୍ପନାରାୟଣ ବସୁଥିଲେ ଇଲାକାର ଶାସନ ଦଣ୍ଡ ଧରି। ହଲ୍ର ଦୁଇ ବିପରୀତ ମୁଣ୍ଡରେ ମେହଗାନୀ କାଠର ଦୁଇଟି ଲମ୍ବା ଟେବୁଲ ଉପରେ ଦୁଇଟି ପ୍ରକାଣ୍ଡ ଗୋମୁହା କୁମ୍ଭୀରର ଟାକ୍ସିଡର୍ମି ମଧ୍ୟ ରହିଅଛି। ଦର୍ପନାରାୟଣଙ୍କ ବାପା ଶୁଭନାରାୟଣ ଥିଲେ ବିଖ୍ୟାତ କୁମ୍ଭୀର ଶିକାରୀ। ସୁଲତାନପୁର ତଳମୁଣ୍ଡ ବିରୁପାର କାଳିକଣ୍ଡରୁ ଏ ଦୁଇଟା କୁମ୍ଭୀରର ସେ ଶିକାର କରିଥିଲେ। ପ୍ରତ୍ୟେକ କୁମ୍ଭୀରର ଲମ୍ବ ପ୍ରାୟ 10 ହାତ, ଗୋଲେଇ ନୁଠୁଣି ପାଇବ ନାହିଁ। ସେ କୁମ୍ଭୀରମାନଙ୍କର ପେଟରୁ ଯେଉଁ କଂସା, ଖୋଡ଼ୁ, ପିତ୍ତଳ ଦାହି, ଗୋଡ଼ବଳା ଏପରିକି କରାଟ ଓ ଡେଉଁରିଆ ପ୍ରଭୃତି ବାହାରିଥିଲା, ସେସବୁ ମଧ୍ୟ ଟେବୁଲ ଉପରେ ସେହିଦିନୁ ସଜ୍ଜିତ ହୋଇ ରଖାଯାଇଛି। ଦରବାର ହଲ୍ ଭିତରକୁ ପଶି ଆସିଲେ ସର୍ବପ୍ରଥମେ ଆଖିରେ ପଡ଼େ ଦର୍ପନାରାୟଣଙ୍କର ତୈଳଚିତ୍ର। ପିତା ଶୁଭନାରାୟଣ ଓ ପିତାମହ ନାରାୟଣଙ୍କ ତୈଳଚିତ୍ରମାନ ଏ ତୈଳଚିତ୍ରର ଆକାର ଓ ଔଜ୍ଜ୍ୱଲ୍ୟ ତୁଳନାରେ ହଠାତ୍ ଆଖିରେ ପଡ଼େ ନାହିଁ। ଦର୍ପନାରାୟଣ ଠିକ୍ ସମ୍ରାଟ ସପ୍ତମ ଏଡ଼ୱାର୍ଡ଼, ନୋହିଲେ ଊନବିଂଶ ଶତାବ୍ଦୀର ଲାଟ ବଡ଼ଲାଟମାନଙ୍କର ପୋଷାକ ପିନ୍ଧି ଛାତିରେ ବିଭିନ୍ନ ଆକାରର ମେଡାଲ ଡେକୋରେସନ୍ ଝୁଲାଇ ସୁନାଖୋଳରେ ଅଣ୍ଟା ତଳକୁ ଝୁଲି ପଡ଼ିଥିବା ଖଣ୍ଡା ଉପରେ ହାତ ରଖି ଦର୍ପିତ ଭଙ୍ଗୀରେ ଏହି ଛବିରେ ଠିଆ ହୋଇଥିଲେ। 6 ଫୁଟ ଉଚ୍ଚ ପୃଥୁଳ ଚେହେରା, ବାଘ ପରି ପ୍ରକାଣ୍ଡ ମୁହଁର ଆଖି ଦୁଇଟି ଛୋଟ ଛୋଟ। ଦର୍ପନାରାୟଣଙ୍କ ଅନ୍ୟ ପୂର୍ବପୁରୁଷମାନେ ଜମିଦାର ନାମରେ ପରିଚିତ ଥିଲେ। ଦର୍ପନାରାୟଣଙ୍କ ଜୀବନର ବଡ଼ ଅଭିଳାଷ ଥିଲା କିନ୍ତୁ ରାଜପଦବୀରେ ପରିଚିତ ହେବା ପାଇଁ। ସେ ନିଜେ ବିବାହ ହୋଇଥିଲେ ମଧ୍ୟ କୌଣସି ଏକ ଅନାମଧେୟ ଦେଶୀୟ କରତ ରାଜ୍ୟର ରାଜଭ୍ରାତାଙ୍କ ପରିବାରରେ। ଜ୍ୟେଷ୍ଠ ପୁତ୍ର ଅର୍ଥାତ୍ ଟିକାୟତ ଶିବନାରାୟଣଙ୍କୁ ସେ ବିବାହ ଦେଇଥିଲେ ପୁଣି ଉତ୍ତର ଭାରତର ଏକ ରାଜପରିବାରରେ। ଦର୍ପନାରାୟଣଙ୍କ ପୂର୍ବରୁ ସୁଲତାନପୁର ଜମିଦାର ସରକାରୀ କାଗଜପତ୍ର ଚୌଧୁରୀ ଇଷ୍ଟେଟ୍ ନାମରେ ପରିଚିତ ଥିଲେ ହେଁ ଦର୍ପନାରାୟଣଙ୍କ କାଳରେ ତାହା ରାଜ ସୁଲତାନପୁର ରୂପେ ଅନନ୍ୟ ଜମିଦାରୀ ରେକର୍ଡ଼ ପତ୍ରରେ ନାମିତ ହୋଇଥିଲା ଓ ଦର୍ପନାରାୟଣଙ୍କର ଖାସ୍ ଚିଠିଲେଖା କାଗଜରେ ଛକି ପଡ଼ିଥିବା ଦୁଇଟି ତଲବାର ପୃଷ୍ଠଭୂମିରେ ଗୋଟିଏ ଢାଲ ରାଜକୀୟ ସଙ୍କେତ ମନୋଗ୍ରାଫ ଚାରିପଟେ ରାଜ ସୁଲତାନପୁରର ସୁନେଲି ଅକ୍ଷରରେ ମୁଦ୍ରିତ ହୋଇଥିଲା। ଦର୍ପନାରାୟଣଙ୍କ କାଳରୁ ଚୌଧୁରୀ ବଂଶ ନିରୋଳ ସୂର୍ଯ୍ୟବଂଶୀ କ୍ଷତ୍ରିୟ ବୋଲି ପ୍ରଚାରିତ। ରାଜ ପୁରୋହିତ ପଣ୍ଡିତ ଶ୍ରୀ ଗୋପୀନାଥ ମିଶ୍ର ଶର୍ମା ବହୁ ଗବେଷଣା ପରେ ଯେଉଁ କୃଷି ନାମ ବଂଶାବଳୀ ପ୍ରଣୟନ କରିଅଛନ୍ତି, ସେଥିରେ ଏହି ବଂଶର ଧାରା ଓ ପରମ୍ପରା ସିଧା ଶ୍ରୀରାମଚନ୍ଦ୍ରଙ୍କଠାରୁ ଗଡ଼ି ଆସୁଛି। ମାତ୍ର ପ୍ରକୃତ ଗବେଷଣା କଲେ ଯାହା ଜଣାପଡ଼େ, ତାହାର ବିବରଣୀ ସମ୍ପୂର୍ଣ୍ଣ ବିପରୀତ। ସୁଲତାନପୁର ପୂର୍ବେ ମୁର୍ଶିଦାବାଦର କୌଣସି ଏକ ନବାବଂଶୀୟଙ୍କର ଜମିଦାରୀ ଥିଲା। ଓଡ଼ିଶାର ପୂର୍ବ ସ୍ୱାଧୀନ ରାଜାମାନଙ୍କର ପ୍ରଦତ୍ତ ନିଷ୍କର ଭୂତିଭୂମି କ୍ଷେତରାଜପୁର ଚୌପାଢ଼ୀର ବୈରିଶଲ୍ୟମାନଙ୍କର ବିସ୍ତର ଭୂସମ୍ପତ୍ତି ଛଡ଼ା ନେଇ ସୁଲତାନପୁର ଜମିଦାରୀ ଗଠିତ ହୋଇଥିଲା। ଏବେ ଯେଉଁଠାରେ ଚୌଧୁରୀ ଉଆସ ନିର୍ମିତ ହୋଇଛି, ସେଠି ପୂର୍ବେ ଥିଲା ଉକ୍ତ ମୁସଲମାନ ନବାବଙ୍କର କଚେରୀ ଓ ଡେରା। ସେହିଦିନୁ ସୁଲତାନପୁର ଓ ଏହାର ଆଖପାଖ କେତେକ ଗ୍ରାମର ବହୁ ମୁସଲମାନ ବସବାସ କରି ରହିଅଛନ୍ତି। ବିରୁପା ବନ୍ଧ ଗଡ଼ାଣି ତଳକୁ ପଥର ମସଜିଦଟା ମଧ୍ୟ ସେବର ତିଆରି। ସେ ମସଜିଦରେ ଏବେ ସୁଦ୍ଧା ଜଣେ କାଜୀ ଅଛନ୍ତି। ଏକଦା ସେହି କାଜୀ ଥିଲେ ଏ ଅଞ୍ଚଳରେ ରାଜପ୍ରତିନିଧି। ତେଣୁ ଆଜି ସୁଦ୍ଧା ସମ୍ବଳହୀନ ଓ ଅନ୍ୟମାନଙ୍କ ସ୍ୱେଚ୍ଛାକୃତ ଦାନ ଉପରେ ନିର୍ଭରଶୀଳ କାଜୀଙ୍କୁ ଦେଖିଲେ ସେ ଅଞ୍ଚଳରେ ସମସ୍ତେ ଧର୍ମ ଓ ଜାତି ନିର୍ବିଶେଷରେ କୁର୍ନିଶ କରିଥାନ୍ତି। ସେତିକିବେଳେ କଟକରେ ଥିବା ମରହଟ୍ଟା ସୁବେଦାର ରଘୁଜୀ ରାଓ ଜଣେ କରଣଙ୍କୁ ରାଜସ୍ୱ ଆଦାୟକାରୀ କାନୁନଗୋ ରୂପେ ନିଯୁକ୍ତ କରିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀର ପକିମାହାଲ ବ୍ୟବସ୍ଥାରେ ତାହା ପୁଣି ଆହୁରି ସୁଦୃଢ଼ ଯାବଚ୍ଛନ୍ଦ୍ର ହୋଇଗଲା। ଦର୍ପନାରାୟଣ ଅବଶ୍ୟ ସେ ପ୍ରଥା ବନ୍ଦ କରିଦେଇ ପାରିଥାନ୍ତି, ମାତ୍ର ତାଙ୍କ ପିତାମହଙ୍କ କାଳରୁ ତ କ୍ଷେତରାଜପୁର ଚୌପାଢ଼ୀକୁ ପ୍ରତି ସୁନିଆରେ ଭେଟି ନେଇ ଗୁମାସ୍ତା ଆସୁଥିଲେ। ଦର୍ପନାରାୟଣ ରାଜପଦବୀରେ ପରିଚିତ ହେବା ପାଇଁ କୌଣସି ପ୍ରକାର ଉଦ୍ୟମରୁ ବିରତ ନଥିଲେ। ରାଜ୍ୟ ଯେତିକି ଛୋଟିଆ, ଦରବାରୀ ସିଂହାସନଟା ସେତେ ବଡ଼ ଆକାରରେ ନିର୍ମିତ ହୋଇଥାଏ। ସେହି ନିୟମରେ ସୁନିଆ ଦରବାର ପାଇଁ ଦର୍ପନାରାୟଣ ଯେଉଁ ସୁନାଛାଉଣିଆ ସିଂହାସନ ଦିଟା ତିଆରି କରିଥିଲେ, ତାହାର ଉଚ୍ଚତା 4 ଫୁଟ। ବସ୍ତୁତଃ ଧନ ମାନରେ ଦର୍ପନାରାୟଣଙ୍କୁ ରାଜପଦବୀରେ ଅଭିଷିକ୍ତ କରାଇବା ପାଇଁ କୌଣସି କାରଣ ନଥିଲା। ଦର୍ପନାରାୟଣ ପୁଣି ଏଥିପାଇଁ ଭାରତ ପ୍ରତ୍ୟେକ ବଡ଼ଲାଟଙ୍କ ଆବେଦନ ସ୍ମାରକପତ୍ର ଦେବାରୁ ବିରତ ନଥିଲେ। ଦେବାର ନଜିର ଖୋଜୁ ଖୋଜୁ ବ୍ରିଟିଶ ଶାସନ ପ୍ରାୟ ଶେଷ ହୋଇଆସିଥିଲା। ପ୍ରଥମ ମହାଯୁଦ୍ଧ ଶେଷ ହେବାର କେତେ ବର୍ଷ ପରେ ଗୁଣଗ୍ରାହୀ ବ୍ରିଟିଶ ସରକାର ତାଙ୍କୁ କେବଳ ରାୟ ବାହାଦୁର ଏବଂ OBE ପ୍ରଭୃତି କେତେକ ପଦବୀରେ ସମ୍ମାନିତ କରିପାରିଥିଲେ।
ଭାରତ ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ବହୁ ପର୍ଯ୍ୟନ୍ତ ଯେତେବେଳେ ରାଜା ପଦବୀ ପ୍ରାପ୍ତିର ଆଉ କୌଣସି ସମ୍ଭାବନା ରହିଲା ନାହିଁ, ସେତେବେଳେ ଦର୍ପନାରାୟଣ ଧୀରେ ଧୀରେ ଇଂରେଜ ଶାସନ ବିରୋଧୀ ଭୂମିକାରେ ଅତି ଅକୁଣ୍ଠିତ ଓ ସତର୍କ ଭାବରେ ପଦକ୍ଷେପ କରି ଅବଶେଷରେ ଦିନେ କଂଗ୍ରେସରେ ଯୋଗ ଦେଇଥିଲେ। ଦର୍ପନାରାୟଣ ସିନା ଗୋରା ଇଂରେଜ କଲେକ୍ଟର ଓ କମିଶନରମାନଙ୍କ ନିକଟରେ ଥିଲେ ବିଶ୍ୱସ୍ତ ଓ ବଶମନ୍ଦର ପ୍ରଜା, ମାତ୍ର ରାଜସୁଲତାନପୁର ଇଲାକାରେ ସେ ଥିଲେ ଅମିତ କ୍ଷମତାଶାଳୀ ରାଜରାଜେଶ୍ୱର। ମକଦ୍ଦମା ବିଚାର କରିବା ପାଇଁ ତାଙ୍କର କୌଣସି କ୍ଷମତା ନଥିଲା ଅଥବା ଜେଲ ଦଣ୍ଡ ଦେବା ପାଇଁ ଆଇନଗତ ଅଧିକାର ନଥିଲା। ତଥାପି ସୁଲତାନପୁର ଇଲାକାରୁ କୌଣସି ମକଦ୍ଦମା ସରକାରୀ ଆଇନ ଅଦାଲତକୁ ଯିବାର ଉପାୟ ନଥିଲା ଦର୍ପନାରାୟଣଙ୍କ ଚରମ ସିଦ୍ଧାନ୍ତ ରୂପେ ଗୃହୀତ ହେଲା। ତଥାପି ସେ ରାୟ ନ ମାନି ଯଦି କେହି ଅଦାଲତକୁ ଯାଉଥିଲେ, ସେମାନଙ୍କ ପାଇଁ ସାକ୍ଷୀ ମିଳୁନଥିଲା ବା ମକଦ୍ଦମା ସାବ୍ୟସ୍ତ ହୋଇପାରୁନଥିଲା। ଦର୍ପନାରାୟଣଙ୍କ ଅମଳରେ ଅବଶ୍ୟ ବେଠି ବେକାରୀ ନଥିଲା, ମାତ୍ର ଇଲାକାରେ ରାସ୍ତା ତିଆରି ଓ ସ୍କୁଲ ଘର ଛପରଠାରୁ ମଜୁରୀ ଉଆସରେ ବାର୍ଷିକ ମରାମତି ହେଉଥିଲା। ମଜୁରିଆମାନଙ୍କୁ 2 ଅଣା ସ୍ଥଳେ 2 ପଇସା ମଜୁରୀ ଦେଇ ଆପତ୍ତି କଲେ କ୍ରୋକ୍ ବାହାର କରିବାଠାରୁ ରାତିରେ ଚୋରମାନେ ପଶି ରାତାରାତି କଳାକାନ ବୁଲେଇ ଦେବାର ନାନା ଉତ୍ପାତ ରହିଥିଲା। ଜିଲ୍ଲା କାହିଁକି, ସେତେବେଳେ ସମଗ୍ର ବିହାର ଓଡ଼ିଶା ପ୍ରଦେଶରେ ସୁଲତାନପୁର ଥାନାର ପୋଲିସ ସବ୍ଇନ୍ସପେକ୍ଟର ହୋଇ ଯିବା ପାଇଁ ତୁମୁଳ ପ୍ରତିଯୋଗିତା ଲାଗିଥିଲା। ଥାନାରେ କାମ ନାହିଁ, ଚୋରି ଖୁନୀ ଇତ୍ୟାଦି ମାମଲାକୁ ଜମିଦାର ଅଛନ୍ତି। ସବ୍ଇନ୍ସପେକ୍ଟରଙ୍କର କାମ ହେଲା ଜମିଦାରକୁ ସେସବୁ ମାମଲାରେ ସାହାଯ୍ୟ କରିବା। ସେଥିପାଇଁ ଇଷ୍ଟେଟ ପକ୍ଷରୁ ଥାନାର ସବ୍ଇନ୍ସପେକ୍ଟରମାନଙ୍କଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ଦୈନିକ ସଞ୍ଜା ମାସିକ ଭାତିଆର ବ୍ୟବସ୍ଥା ରହିଥିଲା। ଜିଲ୍ଲା ହାକିମମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ମଧ୍ୟ ନଥିଲା। ପ୍ରତି ବଡ଼ଦିନରେ ଜିଲ୍ଲା ହାକିମମାନଙ୍କ ପାଖକୁ ଡାଲା ବା ନୈବେଦ୍ୟ ପଠାଉଥିଲା, ଜଉଡ଼ ମୁଦି ସ୍କଚ ହୁଇସ୍କିଠାରୁ ଇଲିସି ଶୁଖୁଆ ପର୍ଯ୍ୟନ୍ତ। ପଦପଦବୀ ଅନୁସାରେ ନୈବେଦ୍ୟର ଉପାଦାନ ସ୍ଥିର ହେଉଥିଲା। ପୁଣି ବଡ଼ଦିନ ଛୁଟିର ସୁଲତାନପୁର ଜମିଦାରୀରେ ଡକ୍ ସୁଟିଂର ଯେଉଁ ବିପୁଳ ସମାରୋହ ହେଉଥିଲା, ସେଥିକୁ ନିମନ୍ତ୍ରଣ ହୋଇ ଆସୁଥିଲେ ଜିଲ୍ଲାର ସବୁ ଶ୍ୱେତାଙ୍ଗ କର୍ମଚାରୀ। କଲିକତାର ଫିରପୋରୁ ଆସୁଥିଲେ ଖାନସମା ବାବୁର୍ଚ୍ଚି, ବନାରସରୁ ଆସୁଥିଲେ ଗାୟିକା ଓ ନର୍ତ୍ତକୀ। ତେଣୁ ବ୍ରିଟିଶ ସରକାର ସମଗ୍ର ଭାରତକୁ ଶାସନ କରୁଥିଲେ ହେଁ ସୁଲତାନପୁର ଇଷ୍ଟେଟକୁ ଶାସନ କରୁଥିଲେ ଦର୍ପନାରାୟଣ। ସତୀଦାହ ମାମଲାରେ ତାଙ୍କର କେତେଜଣ ପାଇକ ସଜା ପାଇବା ଦିନୁ ସେ ଦର୍ପ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଥିଲା। ମାର୍ଗଶିର ସକାଳର ଶୀତୁଳିଆ ଖରା ଅଳ୍ପ ପୂର୍ବେ ଦେବଦାରୁ ଗଛର ଚୂଡ଼ାମାନଙ୍କରୁ ଓହ୍ଲାଇ ତଳେ ଶିଶିର ଭିଜା ଖାସଲନ ଓ ଗୋଲାପ ହେଲା, ଜୁନିଆ ଗ୍ଲାଡ଼ିଓଲ ପ୍ରଭୃତିର ଶଯ୍ୟା ଉପରେ ବିଛେଇ ହୋଇ ପଡ଼ିଯାଇଛି। ଆଜି ମଧ୍ୟ ସେମାନଙ୍କର ଭିଡ଼ ଜମିଥିବ। ସେଥିପାଇଁ ଇଷ୍ଟେଟ ଦୂରଦୂରାନ୍ତରୁ ପ୍ରଜା ଓ ଗୁହାରୀମାନେ ଏହି ବେଳା ଉଆସ ହତା ଭିତରେ ମାଡ଼ି କରିଥାନ୍ତି। ମାତ୍ର କଅଁଳିଆ ଖରା ଧୀରେ ଧୀରେ ଟାଣ ହେବାକୁ ଲାଗିଲାଣି। ତଥାପି ଏପର୍ଯ୍ୟନ୍ତ ଝାଟିଆମାନେ ଖାସ୍ ଦରବାରକୁ କାହାକୁ ଛାଡ଼ୁନାହାନ୍ତି। କେହି କେହି ଦୁଃସାହସିକ ଅନିର୍ଦ୍ଦିଷ୍ଟ ପ୍ରତୀକ୍ଷାରେ ବିରକ୍ତ ଦୂର କରିବା ଉଦ୍ଦେଶ୍ୟରେ ବଗିଚାର ଲତା ପତ୍ରକୁଞ୍ଜ ଅନ୍ତରାଳରେ ଭେନସ୍, ଆଫ୍ରୋଡାଇଟ୍ ପ୍ରଭୃତି ମାର୍ବଲ ତିଆରି ଉଲଗ୍ନ ନାରୀମୂର୍ତ୍ତିମାନଙ୍କର ଦେହ ଉପରେ ନିର୍ବୋଧ ବଦଳ ପରି ଢିମା ଢିମା ଆଖି ମେଲି କେମ୍ପା କଳା କଳା ବଙ୍କା ଆଙ୍ଗୁଠି ବୁଲାଇ ଆଣୁଛନ୍ତି। ମାଳିମାନଙ୍କର ଆଖିରେ ତାହା ପଡ଼ିଗଲେ ଦୋ ଅକ୍ଷରୀ ସମ୍ବୋଧନରେ ବ୍ୟାକରଣ ବହିର୍ଭୂତ ଗାଳିମାନ ଶୁଣିଯାଉଛନ୍ତି। ମାତ୍ର ଆଜି ଛାମୁ ଦର୍ଶନର ସମ୍ଭାବନା ଅତି ବିରଳ। ବଡ଼ଦିନ ଛୁଟି ଆଉ 15 ଦିନ ବାକି ରହିଲା। ଜିଲ୍ଲାର ସଦର ମହକୁମାର ହାକିମମାନଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ନୈବେଦ୍ୟ ସ୍ୱରୂପ ଡାଲା ପଠାଯାଏ। ତାହାର ତାଲିକା ଯାଞ୍ଚ କରିବା ଦର୍ପନାରାୟଣ ଖୁବ୍ ବ୍ୟସ୍ତ ଅଛନ୍ତି। ଏଣିକି ଗୋରା ହାକିମମାନଙ୍କୁ ଭଲ ଭାବରେ ସନ୍ତୁଷ୍ଟ ରଖିବା ପାଇଁ ପଡ଼ିବ। ତା ନହେଲେ ଇଲାକାରେ ପ୍ରଜାମାନେ ଯେପରି ଧୀରେ ଧୀରେ ମେଳିଆ ପାଲଟି ଆସୁଛନ୍ତି, ସେଥିରେ ସେମାନଙ୍କୁ ଶାସନ ରଖିବା ଆଉ ସମ୍ଭବ ହେବ ନାହିଁ। ମ୍ୟାନେଜର ହରିବନ୍ଧୁ ଦର୍ପନାରାୟଣଙ୍କର ବହୁ ସମ୍ମାନସୂଚକ ପାର୍ଥକ୍ୟ ରକ୍ଷା କରି ଖଣ୍ଡେ କାଠ ଚୌକି ଉପରେ କୌଣସିମତେ ତାଙ୍କର ପୃଥୁଳ ଦେହକୁ ରକ୍ଷା କରି ବସିଥାନ୍ତି। ବସିବାକୁ ଦେଖିଲେ ସେ ବୃଦ୍ଧ ଅକର୍ମଣ୍ୟ ହୋଇଗଲେଣି ବୋଲି ଦର୍ପନାରାୟଣଙ୍କ ସଙ୍ଗେ ସଙ୍ଗେ ଗୋଟାଏ ତୀକ୍ଷ୍ଣ ଟିପ୍ପଣୀ କରି ବସିବା ଅସମ୍ଭବ ନଥିଲା। ସରକାରୀ ଚାକିରିରୁ ପେନସନ୍ ନେବା ପରେ ଦର୍ପନାରାୟଣଙ୍କର ଇଷ୍ଟେଟରେ ସେ ମ୍ୟାନେଜର ଅଛନ୍ତି। ଏବେ ତାଙ୍କର ଦେହ ଓ ମସ୍ତିଷ୍କ ଉଭୟ ଅବସନ୍ନ। ମାତ୍ର ଦର୍ପନାରାୟଣଙ୍କ ମନରେ ସେପରି ଏକ ଇମ୍ପ୍ରେସନ୍ ସୃଷ୍ଟି ନ କରିବା ପାଇଁ ହରିବନ୍ଧୁ ପଦେ ପଦେ ସଚେତନ ରହିଥିଲେ। ଦର୍ପନାରାୟଣ କାଗଜ ଫର୍ଦ୍ଦମାନଙ୍କରେ ବିଭିନ୍ନ ଡାଲାର ତାଲିକା ପରୀକ୍ଷା କରିଥିଲେ।
ଦର୍ପଣାରାୟଣ ଆଖିରୁ ଚଷମା କାଢ଼ି ଆଖିପତା ଦୁଇଟିକୁ ଅର୍ଦ୍ଧ ନିର୍ମିଳିତ କରି ହରିବନ୍ଧୁଙ୍କ ଆଡ଼େ ଚାହିଁଲେ। ସେ ଦୃଷ୍ଟି ଅର୍ଦ୍ଧ ନିର୍ମିଳିତ ହୋଇଥିବା ସତ୍ତ୍ୱେ ଏକ ପ୍ରଚଣ୍ଡ ତୀକ୍ଷ୍ଣତାରେ ତାହାର ପ୍ରତ୍ୟେକ ସ୍ପନ୍ଦନ ଏଣେତେଣେକୁ ଚାହିଁ ନିରୀକ୍ଷି କରୁଥିଲେ। ହରିବନ୍ଧୁ ମସ୍ତିଷ୍କ ଶୂନ୍ୟ ଚିନ୍ତାଶୀର୍ଣ୍ଣ ବୋଲି ଦର୍ପଣାରାୟଣ ଗୋଟାଏ ମନ୍ତବ୍ୟ ପ୍ରକାଶ କରିଦେବା ଅସମ୍ଭବ ନୁହେଁ। ସେଥିପାଇଁ ସେ ମୁହଣ୍ଡ କୁଣ୍ଡାଇ କୁଣ୍ଡାଇ ଅତି ସନ୍ତର୍ପଣରେ କହିଲେ, ହଜୁର, ଏ ଗୋରାମାନଙ୍କୁ ଯେତେ ଯାହା ଦେଲେ ବି ସେମାନେ ସନ୍ତୁଷ୍ଟ ହେବାର ପାତ୍ର ନୁହନ୍ତି। ନେଲା ବେଳକୁ ସବୁ ନେବେ, ମାତ୍ର କାମ ବେଳକୁ କାହାର ହେବେ କେହି ନାହିଁ। ଦର୍ପଣାରାୟଣ ହରିବନ୍ଧୁଙ୍କ କଥା ଶୁଣିଲେ କି ନାହିଁ କିଏ ଜାଣେ। ସେ ଚେଇଁ ଢୁଳାଇ ପଡ଼ିଲା ପରି ଅର୍ଦ୍ଧ ନିମିଳିତ ଆଖିରେ ହରିବନ୍ଧୁଙ୍କ ଆଡ଼େ ଅନାଇ ବସିଥିଲେ। ପାଖରେ ପଡ଼ିଥିବା ହୁକା ନଳୀଟା ସୁଦ୍ଧା ଉଠାଇବା ପାଇଁ ସେ ଭୁଲି ଯାଇଥିଲେ। ହରିବନ୍ଧୁ ଦର୍ପଣାରାୟଣଙ୍କ ମନୋଯୋଗ ଆକର୍ଷଣ କରିପାରିଛନ୍ତି ଭାବି ଆହୁରି ଉତ୍ସାହିତ କହି କହିଲେ, ଚାମୁ, ଏସ୍.ଡି.ଓ. ରିକେଟ ସାହେବର କଥା ଦେଖିଲେ ନାହିଁ? ଆମ ସ୍କୁଲର ପୁରସ୍କାର ବିତରଣୀ ସଭାକୁ ଆସିଥିଲା ଯେ ରାଣୀ ସାହେବା ମିସେସ୍ ରିକେଟଙ୍କୁ ଗୋଟିଏ ଦାମୀ ନେକଲେସ୍ ଭେଟିଦେଲେ। ତା ସତ୍ତ୍ୱେ ସିଦ୍ଧପୁର ଖୁନୀ ମାମଲାରେ ଆମେ ଯେତେବେଳେ ତାଙ୍କୁ ଆମ ପକ୍ଷରେ ରାୟ ଦେବା ପାଇଁ ଇସାରା ଦେଲୁ, ରିକେଟ ସାହେବ ହସି ହସି କହିଲେ, ମ୍ୟାନେଜର ବାବୁ, ମୋର ଦୁଃଖ ଯେ ଆପଣଙ୍କ ପାଇକମାନଙ୍କୁ ଆହୁରି କଡ଼ା ସଜା ଦେଇପାରିଲେ ନାହିଁ। ପୁଲିସର ବଦମାସିରୁ ମାମଲାର ଅବସ୍ଥା ଦୁର୍ବଳ ହୋଇପଡ଼ିଛି। ତାପରେ ସୁଲତାନପୁର ଥାନାରେ ସବ୍ ଇନ୍ସପେକ୍ଟର ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତେ ବଦଳି ହୋଇଗଲେ। ସେମାନଙ୍କୁ ଡାଲା ଦେବା ନ ଦେବା ସମାନ। ଦର୍ପଣାରାୟଣ ବାବୁ ଆଖି ମେଲି ହୁକାନଳୀରୁ କଳେ ଧୂଆଁ ଛାଡ଼ି ରିକେଟ ସାହେବଙ୍କ ପରି ହାକିମମାନଙ୍କ ପରି କାନ୍ଦିଏ କଦଳୀ ଠେକିଏ ଘିଅରେ ରାୟ ବଦଳାଇବା ଲୋକ ନୁହନ୍ତି। ତମ ବୁଦ୍ଧିରେ ମାମଲା ଚଳିଲା ବୋଲି ସିଦ୍ଧପୁରିଆ ଚଷାମାନଙ୍କଠାରେ ଆମେ ହାରିଲୁ। ପ୍ରଜାମାନେ ଆଉ ଆମକୁ ମାନିବେ ନାହିଁ। ଏଣିକି ଗୋରା ସାହେବମାନଙ୍କୁ ସନ୍ତୁଷ୍ଟ ନ ରଖିଲେ ଇଲାକା ଅଚଳ ହୋଇଯିବ। ହରିବନ୍ଧୁ ବହୁ ଦିନର ପୁରାତନ ଅଭିଜ୍ଞ କର୍ମଚାରୀ। ନିଜ ବୁଦ୍ଧି ବଳରେ ଏକ ଗଡ଼ଜାତର ଅଫିସ ସୁପରିଟେଣ୍ଡେଣ୍ଟ ପାହ୍ୟାରୁ ଉଠି ସୁଲତାନପୁର ଇଷ୍ଟେଟରେ ମ୍ୟାନେଜର ହୋଇପାରିଛନ୍ତି। ନିର୍ବିବାଦ ନିର୍ବିଚାରରେ ତାଙ୍କ ଖିଆଲକୁ ଆଦେଶ ଭାବି ପାଳନ କରାଯିବା ଦର୍ପଣାରାୟଣଙ୍କ ଦୃଷ୍ଟିରେ ଯୋଗ୍ୟତାର ଏକମାତ୍ର ଆଦେଶ ଭାବି ପାଳନ କରିଯିବାର ଦର୍ପଣାରାୟଣଙ୍କ ଦୃଷ୍ଟିରେ ଯୋଗ୍ୟତାର ଏକମାତ୍ର ମାନଦଣ୍ଡ। ହରିବନ୍ଧୁ କଣ୍ଠସ୍ୱର ପରିବର୍ତ୍ତନ କରି ବିନୟରେ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ କହିଲେ, ଛାମୁ, ଠିକ୍ କହିଛନ୍ତି। ଗୋରା ହାକିମମାନଙ୍କୁ ସନ୍ତୁଷ୍ଟ ନ ରଖିଲେ ଇଲାକା ରଖିବା ଅସମ୍ଭବ ହୋଇପଡ଼ିବ। ରାଜା ପ୍ରଜା ମଧ୍ୟରେ ପିତାପୁତ୍ରର ସମ୍ବନ୍ଧ, ମାତ୍ର ଏବେ ଦଳେ ଗାନ୍ଧୀବାଲା ସେ ସମ୍ପର୍କକୁ ଉଚ୍ଛନ୍ନ କରିଦେଲେଣି। ଦର୍ପଣାରାୟଣ ଦୁଇ ନିଶ ଉପରେ ଆଙ୍ଗୁଳି ବୁଲାଇ ପଚାରିଲେ, ତାହେଲେ ସେଥିପାଇଁ ତୁମେ କି ପରାମର୍ଶ ଦେଉଛ? ହରିବନ୍ଧୁ ଦକ୍ଷିଣ ପାଖରେ କାନମୁଣ୍ଡା ଉପରକୁ ପାଚି ଆସିଥିବା ଧଳା ବାଳ ଅତି ସନ୍ତର୍ପଣରେ କୁଣ୍ଡାଇ କୁଣ୍ଡାଇ କହିଲେ, ଏଥର ଗୋରା ସାହେବମାନଙ୍କୁ ଭଲ ଡାଲା ଦେବାକୁ ପଡ଼ିବ। ଦର୍ପଣାରାୟଣ ହୁକାନଳୀରୁ ଧୂଆଁ ଛାଡ଼ି କହିଲେ, ତୁମର ବୁଦ୍ଧି ନିଶ୍ଚୟ ଖୁବ୍ ତୀକ୍ଷ୍ଣ। ତା ନହେଲେ ମୁହୂର୍ତ୍ତକ ପୂର୍ବରୁ ନିଜର କଥାକୁ ଏତେ ସରଳ ସହଜ ଭାବରେ ତୁମେ ଖଣ୍ଡନ କରନ୍ତ କିପରି? ଦର୍ପଣାରାୟଣ ଉତ୍ପୀଡ଼କ ସମ୍ମୁଖରୁ ପଳାୟନ କରିପାରିଲେ। ହରିବନ୍ଧୁ ଯେପରି ଆତ୍ମରକ୍ଷା କରିପାରନ୍ତେ, ମାତ୍ର ଏତେ ସହଜରେ ଦର୍ପଣାରାୟଣଙ୍କଠାରୁ ଛୁଟି ମିଳୁଛି ବା କେଉଁଠି? ଏତିକିବେଳେ ଜଣେ ପାଖ ଲୋକ ଗୋଟିଏ ସିଲଭର ଟ୍ରେ ଉପରେ ଖଣ୍ଡେ ସିଲମୋହର ଦିଆ ସରକାରୀ ଲଫାଫା ଧରି ଅତି ସନ୍ତର୍ପଣରେ ତାହା ଦର୍ପଣାରାୟଣଙ୍କ ଆଡ଼େ ବଢ଼ାଇଦେଲା। ଖୋଦ୍ କମିଶନର ଜଣେ ସ୍ୱତନ୍ତ୍ର ବାର୍ତ୍ତାବହ ହାତରେ ଜୌମୁଦଦିଆ ଚିଠି ଦର୍ପଣାରାୟଣ ପାଖକୁ ପଠାଇ ଦେଇଛି। ଚିଠି ଉପରେ କମିଶନରଙ୍କର ଦପ୍ତର ଖାସ୍ ସିଲମୋହର ଦେଖିଦେଇ ଦର୍ପଣାରାୟଣ ମନେ ମନେ ଆତଙ୍କିତ ହୋଇପଡ଼ିଲେ। ଏବେ ତାଙ୍କ ବିରୁଦ୍ଧରେ ପ୍ରଜାମାନେ ଯେପରି ମାତିଛନ୍ତି, ପୁଣି କଂଗ୍ରେସ ଲୋକ ସେମାନଙ୍କୁ ଯେପରି ମତାଉଛନ୍ତି, ସେଥିରେ କେତେବେଳେ କ'ଣ ଘଟିବ କୁହାଯାଇ ନପାରେ। କଲେକ୍ଟର ଓ କମିଶନରଙ୍କ ପାଖରେ ପ୍ରତିଦିନ ତାଡ଼ା ତାଡ଼ା ଦରଖାସ୍ତ ଆସୁଛି। ସେଥିପାଇଁ ସାହେବମାନଙ୍କ ଦପ୍ତରରେ ଅବଶ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ତଥାପି ଯଦି କୌଣସି ଦରଖାସ୍ତ କମିଶନର ସାହେବ ନଜରରେ ପଡ଼ିଯାଇଥାଏ, ତାହେଲେ ସେଥିରେ କି କୈଫିୟତ ପାଇଁ ତଲବ ଥିବା କିଏ ଜାଣି? କୌଣସି କଥା ସହଜରେ ବୁଝାଇଦେଲେ ସିନା ବୁଝିଯାଉଥିଲା, ମାତ୍ର ଏ ନୂତନ କମିଶନର ଜେମ୍ସ ସାହେବଟି ସହଜ ଲୋକ ନୁହେଁ। ମୁହଁରେ ହସି ହସି କଥା କହି ତେଣୁ ଚେର କାଟିବାରେ ସେ ଖୁବ୍ ସିଦ୍ଧ। ଏବେ ପୁଣି ଏ ସିଲମୋହଦିଆ ଲଫାଫା ଭିତରେ କୌଣସି ନୂତନ ଦୁର୍ଯୋଗର ଆଶଙ୍କା କରି ଦର୍ପଣାରାୟଣଙ୍କ ଦର୍ପିତ ଭ୍ରୂଯୁଗଳ କୁଞ୍ଚିତ ହୋଇଗଲା। ସେ ଲଫାଫା ଖୋଲି ଚିଠି ଖଣ୍ଡେ ପଢ଼ିଲେ। ଦର୍ପଣାରାୟଣ ହୁକାନଳୀରୁ କଳେ ଧୂଆଁ ଛାଡ଼ି ଧୂଆଁର କୁଣ୍ଡଳୀ ଭିତରେ ହସିଲେ। ହରିବନ୍ଧୁ କୌତୂହଳ ସମ୍ବହ ନ କରିପାରି ପଚାରିଲେ, ସାହେବ କ'ଣ ଲେଖିଛି ହଜୁର? ଦର୍ପଣାରାୟଣ କହିଲେ, ବଡ଼ଦିନ ଛୁଟିରେ ଡଗ୍ ସୁଟିଂ ପାଇଁ ଜେମ୍ସ ସାହେବ ନିଜେ ଆସୁଛି। ହରିବନ୍ଧୁ କହିଲେ, ତାହେଲେ ବଡ଼ଦିନ ଛୁଟି ତ ଆଉ ମୋଟେ 15 ଦିନ ରହିଲା।
ଦର୍ପନାରାୟଣ କହିଲେ, ଆଜିଠାରୁ ଇଷ୍ଟେଟ୍ର ସବୁ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ଲଗାଇ ଦିଅ। ଜିଲ୍ଲା ବୋର୍ଡ ରାସ୍ତାରୁ ସୁଲତାନପୁରକୁ ରାସ୍ତା ଅନେକ ସ୍ଥାନରେ ଭାଙ୍ଗି ଯାଇଛି। ଶଗଡ଼ଗୁଳାରେ ମୋଟର ଆସିବା କଷ୍ଟ। ରାସ୍ତା ମରାମତ ପ୍ରଥମ କାର୍ଯ୍ୟ। ବେଠି ପାଇଁ ପ୍ରଜାମାନେ ଆପତ୍ତି କରିପାରନ୍ତି। ଯେଉଁମାନେ ବେଠି ନ କରିବେ ସେମାନଙ୍କ ଉପରେ କୌଣସି ଜୁଲମ କରିବା ଦରକାର ନାହିଁ। ଜଣେ ଲୋକର ମଜୁରୀ ସେମାନେ ବେଠି ବଦଳରେ ଦେଲେ ହେଲା। ତାପରେ କାଳିଜୋଡ଼ ଜେମା ପାଟ ଦେଇ ଆଉ ଯେଉଁଠି ଯେଉଁଠି କ୍ୟାମ୍ପର ବନ୍ଦୋବସ୍ତ କର ପଛେ ସତୀଦହରେ କ୍ୟାମ୍ପ ନିଶ୍ଚୟ ପଡ଼ିବ। ସାହେବମାନେ ଥିଲାବେଳେ ସେମାନଙ୍କ ସାମ୍ନାରେ ଆମ ଜାଲିଆମାନ ଜାଲ ଧରି ସତୀଦହ ଭିତରକୁ ପଶିବେ। ଏଥର ଦେଖିବା କୋଉମାନେ ଆସିଛନ୍ତି ବାଧା ଦେବା ପାଇଁ। ହରିବନ୍ଧୁ ପରମ ଉଲ୍ଲାସ ଓ ଉତ୍ସାହରେ କହିଲେ, ସବୁ ବନ୍ଦୋବସ୍ତ ହୋଇଯିବ ଛାମୁ। ଜେମ୍ସ ସାହେବଙ୍କୁ ତୁଷ୍ଟ ରଖିପାରିଲେ ସିଦ୍ଧପୁରୀବାଙ୍କୁ ଜବତ କରିବା ତ ଅତି ସାମାନ୍ୟ କଥା। ଦର୍ପନାରାୟଣ ହରିବନ୍ଧୁଙ୍କ କଥା ପ୍ରତି କର୍ଣ୍ଣପାତ ନ କରି ହୁକାରୁ ଧୂଆଁ ଠାଡ଼ି ଜେମ୍ସ ସାହେବଙ୍କ ଚିଠି ଖଣ୍ଡିକ ପଢ଼ିବାରେ ମନ ଦେଲେ। ହୁକାନଳୀର ଗୁଡ଼ଗୁଡ଼ ଶବ୍ଦରେ ତାଙ୍କର ସନ୍ତୋଷ ସାର୍ଥକତାର ଉଲ୍ଲାସ ଯେପରି ଶବ୍ଦାତୀତ ହୋଇପଡ଼ୁଥିଲା। ଅନେକ ଦିନ ଧରି ଏପରି ଏକ ସୂଚକ ମିଳିନଥିଲା ଯେଉଁଠି ହରିବନ୍ଧୁ ମନେ ମନେ ଉଲ୍ଲସିତ ହୋଇ ଉଠୁଥିଲେ। ସାହେବ ପାଖରୁ ଚିଠି ନେଇ ଆସିଥିବା ପିଆଦର ସଞ୍ଜା ବ୍ୟବସ୍ଥା କରିବା ପାଇଁ ହରିବନ୍ଧୁ ଉଠି ଆସିଲେ। ଚିଠି ନେଇ ଆସିଥିବା ପିଆଦଟି ସାହେବଙ୍କର ନିଶ୍ଚୟ ଖାସ୍ ବିଶ୍ୱସ୍ତ ଚପରାସୀ ହୋଇଥିବ। ତାକୁ ସନ୍ତୁଷ୍ଟ କରିବା ପାଇଁ ଏହି ଏକ ସୁଯୋଗ ମିଳିଛି। ତା ନହେଲେ କଟକରେ ସାହେବ ସାମ୍ନାକୁ ଆସିପାରିବା କାଠିକର ପାଠ ହୋଇପଡ଼ିବ। ଦର୍ପନାରାୟଣ ଟେବୁଲ ଉପରେ ରଖାଯାଇଥିବା କୁମ୍ଭୀରଟିର କାଚ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି ପରମ ସନ୍ତୋଷରେ ହୁକାରେ ଧୂଆଁ ଟାଣୁଥିଲେ। କୁମ୍ଭୀରର ହିଂସ୍ର ନିଷ୍ପ୍ରାଣ ଆଖି ପରି ତାଙ୍କର ଦୁଇ ଆଖି କଠୋର ଦିଶୁଥିଲା। କୁମ୍ଭୀରର କାଚ ଆଖିଆଡ଼େ ସେ ସମ୍ମୋହିତ ପରି ଚାହିଁ ବସିଥିଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଅନ୍ଧଦିଗନ୍ତର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।